सो हेलो एवरीवन। आशा करছি ସମସ୍ତେ ଭଲରେ ଥିବ। ଆଜି ଆମେ ଦେଖିବା ଓଡ଼ିଶା ପିଓ ମ୍ୟାଥମେଟିକ୍ସ ପ୍ରାକ୍ଟିସ ସେଟ୍ ଲେକ୍ଚର ନମ୍ବର 7 ହେଲା। ଆମେ ତ ଅଲରେଡି 6ଟା ଲେକ୍ଚର ଦେଖି ସାରିଛେ। ଆଉ 6ଟା ଲେକ୍ଚରରେ କେତେଟା ଲେଖେ କ୍ୱେଶ୍ଚିନ୍ କରୁଥିଲେ? 35ଟା ଲେଖେ କ୍ୱେଶ୍ଚିନ୍ କରୁଥିଲେ। ଆଜିଠୁ ଆମେ ଆଜି ପରଠୁ ଯେତେଟା ଲେକ୍ଚର ହବ ତମର 30ଟା ଲେକ୍ଚର ହବ। ଆଜି ପରଠୁ ଯେତେଟା ଲେକ୍ଚର ହବ ହେଲା, 30ରୁ 25ଟା ଲେକ୍ଚର ହବ। ଆଜିଠାରୁ ତମର ଯେତେଟା ଲେକ୍ଚର ହବ ପ୍ରତି ସେଟ୍ ପ୍ରତି ଲେକ୍ଚରରେ ତମର କେତେଟା କ୍ୱେଶ୍ଚିନ୍ ରହିବ ନା 25ଟା କ୍ୱେଶ୍ଚିନ୍ ରହିବ ହେଲା। 25ଟା ହିଁ କ୍ୱେଶ୍ଚିନ୍ କରିବା, କାରଣ 35ଟା କ୍ୱେଶ୍ଚିନ୍ କଲେ କଣ ଲମ୍ବା ବେଶୀ ହେଇଯାଉଛି ଟାଇମ୍। ଆମେ 25ଟା କ୍ୱେଶ୍ଚିନ୍ କରିବା ହେଲା। ଆଉ ହଁ ନା କଣ ତମର ଯୋଉ ଶନି ରବିବାରେ ଛୁଟି ରହିବ? କଣ ପାଇଁ ନା ଗଭର୍ଣ୍ଣମେଣ୍ଟ ଛୁଟି ନା ଶନି ରବିବାରେ, ତେଣୁ ଶନି ରବିବାରେ ଛୁଟି ହେଲା। ଶନି ରବିବାରେ ଛୁଟି। ଆଉ ତମେ କଣ 5 ଦିନ ତମେ ଯାହା ପଢିଥିବ ଶନି ରବିବାରେ ତମେ ରିଭିଜନ କରିବ, ସେଥିପାଇଁ ତମେ ଶନି ରବିବାରେ ଛୁଟି। ତ ଚାଲ ଦେଖିବା ପ୍ରଥମ କ୍ୱେଶ୍ଚିନ୍ କଣ ରହିଛି ହେଲା। ଦେଖ, a sum of money at a compound interest amount to triplete itself in 3 years. In how many years will it become 27 times itself? ହେଲା। ଚକ୍ରବୃଦ୍ଧି ସୁଧର ଏକ ମୂଳଧନ 3 ବର୍ଷରେ 3 ଗୁଣ ହୁଏ, ତେବେ କେତେ ବର୍ଷରେ 27 ଗୁଣ ହେବ? କେତେ ବର୍ଷରେ 27 ଗୁଣ ହବ ଦେଖ କେମିତି କରିବା। ପି ନାମକ କୌଣସି ପଇସା କଣ ହବ ନା 3 ଗୁଣ ହବ, ମାନେ ଦେଖ ହେଇଯିବ 3p ହେଇଯିବ। କେତେ ବର୍ଷରେ? 3 ଇୟରରେ। କେମିତି ହେଇକି ନା କମ୍ପାଉଣ୍ଡ ଇଣ୍ଟରେଷ୍ଟ ହେଇକି, ହେଲେ ସେଠି ଲେଖୁଛି ମୁଁ ସି ଆଇ। ତାପରେ କଣ ହବ? କେତେ ବର୍ଷ 27 ଗୁଣ ହେବ? 3 ବର୍ଷରେ 3 ଗୁଣ ହେଲା, ପୁଣି 3 ଗୁଣ ହବ କେତେ? 9p ହବ କେତେ ବର୍ଷରେ? 3 ବର୍ଷରେ। ପୁଣି 3 ଗୁଣ କର କେତେ ବର୍ଷରେ? ପୁଣି 3 ଗୁଣ କର 27 ହବ। ହଁ 3 27 କେତେ ବର୍ଷରେ? 3 ବର୍ଷରେ। ତାହେଲେ କେତେ ବର୍ଷ ଲାଗିଲା ଏଠି? ପି କୁ 27p ହବ କେତେ ବର୍ଷ ଲାଗିଲା? 3 ବର୍ଷ ମିଶାଣ 3 ବର୍ଷ ମିଶାଣ 3 ବର୍ଷ, ଟୋଟାଲ ଟାଇମ କେତେ ଲାଗିଲା? ନା 3 3 3 3 3 9 ବର୍ଷ। ଅପସନ ସି। ନେକ୍ସଟ क्वेश्चन ଦେଖିବା। ଦ ରେସିଓ ଅଫ ଏରିଆ ଅଫ ଟୁ ସ୍କୋୟାର ଇଜ 9:1। ଫାଇଣ୍ଡ ଦେୟାର ପରିମିଟର। ରେସିଓ ଭିତରେ ପରିମିଟର ହେଲା। ବର୍ଗକ୍ଷେତ୍ର କ୍ଷେତ୍ରଫଳ ସୂତ୍ର କଣ? ସ୍କୋୟାର ଏରିଆ କଣ? ଏ ସ୍କୋୟାର ରେସିଓ କେତେ ଦେଇଛି ନା 9:1 ହେଲା। ଯଦି A² 9:1 ତାହେଲେ ବାହୁ କେତେ, ସାଇଡ କେତେ ହବ? ଏ କେତେ ହବ? 9ର ରୁଟ ଓଭର ମାନେ କେତେ? 3। ଇଏ କେତେ ହବ? 1 ରୁଟ ଓଭର 1। ପରିସୀମା ପରିସୀମା ମାନେ କଣ? 4। ବର୍ଗକ୍ଷେତ୍ରର ପରିସୀମା କଣ? ଚାରିଟାକ ବାହୁର ଦୈର୍ଘ୍ୟ, ଚାରିଟାକ ବାହୁର ମିଶ୍ରଣ ଫଳ। ହେଲେ ଚାରିଟାକ ବାହୁ ମିଶାଇ ଦବା, ତାହେଲେ 4। ଏଠି କଣ? 4 × 3। ଏଠି ବି କର 4 × 1 ହେଲା। 4 କୁ 4 କଟିଗଲା, ତାହେଲେ କେତେ ରହିଲା ଆଉ? 3:1। ପରିସୀମା କେତେ ବାହାରିଲା? 3:1। ଅପସନ। ନେକ୍ସଟ କ୍ୱେଶ୍ଚନ। ବାଇ ସେଲିଂ ଆନ୍ ଆର୍ଟିକଲ ଫର 450 ଏ ମ୍ୟାନ ଲୁସେସ୍ 20%। ହେଲା। ତାହେଲେ 20% ପାଇବା ପାଇଁ ସେ କେତେ ପରସେଣ୍ଟ ଟା ବିକ୍ରି କରିବ? ସେଲିଂ ପ୍ରାଇସ ଟା କଣ? 450। 450 ଟଙ୍କାରେ ବିକିକି ସେ କେତେ ଲସ୍ କରିଛି? 20% ଲସ୍ କରିଛି। ତାହେଲେ ସେଲିଂ ପ୍ରାଇସ କେତେ ଏଇଠି ଲେଖୁଛି ମୁଁ? 450। ଲସ୍ କେତେ ହେଲା? 20% ହେଲା। ଲସ୍ ମାନେ ମାଇନସ ଦେଇଦେଉଛି 20%। ତାହେଲେ 450 କାହାର ଭାଲ୍ୟୁ? ଯେତିକ ଲସ୍ ହେଇଛି ତାର ଭାଲ୍ୟୁ। ମାନେ 450 କାହାର ଭାଲ୍ୟୁ ହବ? 20% ଲସ୍ କରି ବିକିଛି ମାନେ କେତେର ଭାଲ୍ୟୁ ହବ? 80ର ଭାଲ୍ୟୁ ହବ। ମାନେ 100 ଟଙ୍କାରେ 20% ଲସ୍ କରି ବିକିଛି ମାନେ କେତେ? 80ର ଭାଲ୍ୟୁ ହବ। ଆମକୁ ଦରକାର 20% ଲାଭ ପାଇବା। 20% ଲାଭ ପାଇବା ପାଇଁ ଆମେ କେତେ ଟଙ୍କାରେ ବିକ୍ରି କରିବା? 100 ଟଙ୍କାରେ କେତେ ମିଶେଇଲେ 20% ଲାଭ ପାଇବା? ମାନେ 100ରେ 20% ଲାଭ ପାଇବା। ମାନେ କେତେରେ ବିକିବା? ଡାଇରେକ୍ଟ 120 ଗୁଣିଥିବା ହେଲା। 100 ଗୁଣିଥିଲେ କଷ୍ଟ ପ୍ରାଇସ ଆସିଥାନ୍ତା, ଡାଇରେକ୍ଟ 120 ଗୁଣିଦେଲେ ସିଧା ସେଲିଂ ପ୍ରାଇସ ପଳେଇ ଆସିବ। ଆମେ 20% ଲାଭ ପାଇବା ନା ହେଲା। ଗୋଟେ ଏଠି 120% ହବ। ଗୋଟେ ଶୂନ କଟିଦିଅ, କଟିଗଲା। 4 × 2 = ହେଲା। ଆଉ ଏଟା କଣ ହବ? 4 × 3 ମାନେ 30। 2ରେ କାଟିଲେ କେତେ? 15 ହେଲା। 45 କେତେ ରହିଲା? 45 × 15 ହେଲା। 5×5 = 25। ଦେଖ ୟୁନିଟ ଡିଜିଟ ଆମର କେତେ ଆସୁଛି? 5। ଏକକ ସ୍ଥାନୀୟ କେତେ ଆସୁଛି? 5। ୟୁନିଟ ଡିଜିଟ କେତେ ଆସୁଛି? 5। ତାହେଲେ ଅପସନ କୋଉଠି ଅଛି? ୟୁନିଟ ଡିଜିଟ ଅପସନ କଣ? 5। ନେକ୍ସଟ କ୍ୱେଶ୍ଚନ ଦେଖିବା। ଦୁନିଆ ବି ଦରକାର ନାହିଁ, 675 ସିଓର ହବ। ନେକ୍ସଟ କ୍ୱେଶ୍ଚନ ଦେଖିବା। The average of 6 number is 30. If the average of first 4 number is 25 and that of last 3 number is 35, find the fourth number. ତାହେଲେ fourth number ଟା କେତେ? ଦେଖ କଣ କରିବା। ଆଭରେଜ ଅଫ 6 ନମ୍ବର ହେଲା। 6ଟା ନମ୍ବର ଆଭରେଜ କେତେ? 30। ମୁଁ କଣ କହିଥିଲି? ଆଭରେଜ ଇଜ ଇକାଲ ଟୁ ଫର୍ମୁଲା କଣ? ନା ସମ ଅପନ ନମ୍ବର, ସମଷ୍ଟି ବାଇ ଟୋଟାଲ ଯେତେଟା ନମ୍ବର ହେଲା। ଏବେ ଦେଖ, ତ ଆଭରେଜ ଅଫ ଫାଷ୍ଟ ଚାରିଟା ନମ୍ବର ଆଭରେଜ କେତେ? ନା 25। ତାମାନେ ପ୍ରଥମ ଚାରିଟା ହେଲା। ଏଟା ପ୍ରଥମ ଚାରିଟା ଏଟା କଣ ନମ୍ବର? ତାହେଲେ ଆଭରେଜ କେତେ? ନା ଆଭରେଜ ହଉଛି କେତେ? ନା 25। ତାପରେ ଲାଷ୍ଟ 3 ନମ୍ବର
ପ୍ରଥମ ଚାରିଟା ଲାଷ୍ଟ ଥ୍ରୀଟା ଟୋଟାଲ କେତେଟା ହେଲା? 7ଟା ହେଇଗଲା। ଗୋଟେ ତାହେଲେ କମନ ଯିବ। ଆରେ 6ଟା ଦରକାର ନା, ଟୋଟାଲ 6ଟା ନମ୍ବର, କିନ୍ତୁ ଏଇଠି ପ୍ରଥମ 4ଟା ଦେଇଛି, ଶେଷ 3ଟା ଦେଇଛି, ଟୋଟାଲ 7ଟା ହେଇଗଲା। କିନ୍ତୁ 6ଟା ହବା ଦରକାର, ତାହେଲେ ଗୋଟେ କମନ ଯିବ ନିହାତି। ହେଲା, ଏଇଟା ହବ ଶେଷ 3। ଶେଷ 3ଟା ନମ୍ବର କେତେ ହବ? 35। ଏ ମଝି ସଂଖ୍ୟାଟା ରହିବ x। ବୁଝିପାରୁଛ ନା ନାଇଁ? ଆଭରେଜ ମୁଁ ତଳେ ଲେଖୁଛି ଏଇଠି 3। ଏଇଟା ଆଭରେଜ କେତେ ହବ? ନା 35। ବୁଝିପାରିଲ? ପ୍ରଥମ 4ଟାର ଆଭରେଜ ଏତିକ, ଶେଷ 3ଟାର ଆଭରେଜ କେତେ? 35। ପ୍ରଥମ 4ଟାର ଆଭରେଜ 25, ଶେଷ 3ଟାର ଆଭରେଜ 35। ଟୋଟାଲ ଆଭରେଜ କେତେ? ଟୋଟାଲ ଆଭରେଜ କେତେ? ନା 30। ଆଉ ନମ୍ବର କେତେ? ନା 6। ମାନେ ନାଇଁ, ଟୋଟାଲ ଆଭରେଜ କେତେ? 30 ଆଉ ଟୋଟାଲ ନମ୍ବର କେତେ? 6। କିନ୍ତୁ ଏଠି 7ଟା ହେଲା, ତେଣୁ ଗୋଟେ କମନ ଯିବ ନିହାତି। ହେଲା, ଏବେ କର। ଆଭରେଜ ଇଜିକାଲ ଟୁ କେତେ? ସମ ଅପନ ନମ୍ବର, ତାହେଲେ ସମ ଇଜିକାଲ ଟୁ କେତେ? ଆଭରେଜ ଇଣ୍ଟୁ ନମ୍ବର। ସମ ଇଜିକାଲ ଟୁ କେତେ? ନା ଆଭରେଜ ଇଣ୍ଟୁ ନମ୍ବର। ବାହାର କର ଏବେ। ତାହେଲେ ଏଇଠି ସମ କେତେ ହବ? 25 ଇଣ୍ଟୁ 4। ଏଇଟା 4 କଣ ନମ୍ବର, ଏଇଟା ଆଭରେଜ। 25 ଇଣ୍ଟୁ 4 ସମ 100। ପୁଣି ମିଶାଣ, ଏଇଠି ଦେଖ 35 ତିରିକି, ଆଭରେଜ ଇଣ୍ଟୁ ନମ୍ବର, ସମ ବାହାରି ପଡେ। ଆଭରେଜ ଇଣ୍ଟୁ ନମ୍ବର, 5 ତିରିକି 15, 3 ତିରିକି 9 ଏକ 10, 5 ତିରିକି 15, 3 ତିରିକି 9 ଏକ 10, 100 5। ହେଲା, ଦେଖ ଏଇଠି ଯେତେବେଳେ ନେଲ, ଏଇଠି x ନେଇଗଲ। ଆରେ ଏଇଠୁ ଏତିକର ବାହାର କଲ ନା, ପ୍ରଥମ 4ଟା ସଂଖ୍ୟା, ପ୍ରଥମ 4ଟା ସଂଖ୍ୟା ମାନେ କଣ? ଏଇଠୁ ଏତିକ, ଏଇଠୁ ଏତିକ ଯେତେବେଳେ ନେଲ, x କୁ ନେଲ, ପୁଣି ଲାଷ୍ଟ କୁ ନେଲ, ପୁଣି ଲାଷ୍ଟ କୁ ନେଲ, ଏଇଠୁ ଏତିକି ନେଲ, ପୁଣି ଏଇଠୁ ଏତିକି ଯେତେବେଳେ ନେଲ, x ନେଲ, ତାହେଲେ ଦିଥର x କାଉଣ୍ଟ ହେଇଗଲା, ଥରେ x କୁ ମାଇନସ କରିଦିଅ। ଇଜିକାଲ ଟୁ କେତେ? ଟୋଟାଲ ନମ୍ବର, ଟୋଟାଲ ଆଭରେଜ କେତେ? ସରି, ଟୋଟାଲ ସମ କେତେ? ନା 30 ଇଣ୍ଟୁ 6, 180। ହେଲା, କେତେ ଏଇଟା? ଏଇଟା ବି ମୁଁ କୋଶ୍ଚିନ୍ କରିଛି। କେତେ ହବ ଏଇଟା? 205 ମାଇନସ x ଇଜିକାଲ ଟୁ କେତେ ହବ? 180। ତାହେଲେ x ଇଜିକାଲ ଟୁ କେତେ ହବ? 10 ରୁ 5 ଗଲେ 5, ଦେଖ କୋଉଠି ଅଛି ଅପସନ? ଦିଟା, ଦିଟା ଘରେ ଲାଷ୍ଟ ଘରେ 5 ଅଛି, ତେଣୁ ଫେରିଦବା। 205 ମାଇନସ 180, ସରି 180। 5 କୁ 5, 20 18 ଗଲେ 2, 25 ଅପସନ ଗୋଟେ ଡି। ନେକ୍ସଟ କ୍ୱେଶ୍ଚନ ଦେବି। A train 120 meter long passes a platform 80 meter long in 15 seconds. Find the speed of the train. train ର ସ୍ପିଡ କେତେ? ଏଇଟା ଗୋଟେ ଟ୍ରେନ। ଏଇଟା ବି ମୁଁ କୋଶ୍ଚିନ୍ କରିଛି, ସବୁ ତମ କୋଶ୍ଚିନ୍ ରିପିଟ ଅଛି। ଟ୍ରେନ କେତେ? ନା 120 ମିଟର ଲମ୍ବା। ସ୍ପିଡ କେତେ ଜଣା ନାହିଁ, ମନେକର ନେଇଯାଅ x। ହେଲା, x ନେଇଯାଅ। ଏଠି ଯେହେତୁ ମିଟର, ଆମେ ନେଇଯିବା କଣ? ସ୍ପିଡ ଟାକୁ ମିଟର ପର ସେକେଣ୍ଡ। ଡିଷ୍ଟାନ୍ସ ମିଟର ନେଇଯିବା, ସ୍ପିଡ ଟାକୁ ମିଟର ପର ସେକେଣ୍ଡ ନେଇଯିବା। କଣ ନା ପ୍ଲାଟଫର୍ମ ଗୋଟେ 180 ମିଟର ଲମ୍ବା ପ୍ଲାଟଫର୍ମ, ଏଇଟା ବି ଗୋଟେ ପ୍ଲାଟଫର୍ମ ଅଛି। ହେଲା, ପ୍ଲାଟଫର୍ମ ଟା ଉପରେ କରିବା ଏଠି, ଟ୍ରେନ ଟା ଭିତରେ ଯିବ। ଏଇଟା ବି ଗୋଟେ ପ୍ଲାଟଫର୍ମ ଅଛି। ହେଲା, ଯାହାର ଲେନ୍ଥ କେତେ? ନା 180 ମିଟର ଲେନ୍ଥ। ହେଲା, ଭୁଲ ଲେଖୁଛି, 180 ମିଟର ଲେନ୍ଥ ମାନେ 180 ମିଟର ଲମ୍ବା। ଟାଇମ କେତେ? ନା 15 ସେକେଣ୍ଡରେ ପାର କରିଦଉଛି। 15 ସେକେଣ୍ଡରେ ଟ୍ରେନ ଟା ଏଠି ପହଞ୍ଚି ଯାଉଛି, ମାନେ ପାସ୍ କରିକି ପଳଉଛି। ତାହେଲେ କଣ ନା ଟ୍ରେନ ର ସ୍ପିଡ କେତେ? ସ୍ପିଡ ର ଫର୍ମୁଲା କଣ? ଡିଷ୍ଟାନ୍ସ ଅପନ ଟାଇମ। ଡିଷ୍ଟାନ୍ସ କେତେ? ଏଇଠି 120 ମିଟର ମିଶାଣ 180 ମିଟର। ଟୋଟାଲ ଡିଷ୍ଟାନ୍ସ କେତେ? ନା 120 ମିଶାଣ 180। ହେଲା, ଏଠି ଲେଖିଦଉଛି 120 ମିଶାଣ 180 ବାଇ ଟାଇମ କେତେ ଦେଇଛି? ନା 15 ସେକେଣ୍ଡ। ସିଧା କର 15, କେତେ ହବ ଏଟା? 300 ବାଇ କେତେ? ନା 15। କେତେ ବାହାରିଲା ଏଟା? 20 ମିଟର ପର ସେକେଣ୍ଡ। ମିଟର ବାହାରିଲା, ଡିଷ୍ଟାନ୍ସ ମିଟର ଅଛି, ଟାଇମ ବି ସେକେଣ୍ଡ ଅଛି, କେତେ ବାହାରିଲା? 20 ମିଟର ପର ସେକେଣ୍ଡ। ଆମେ ଆଉ କିଲୋମିଟର ପର ହାୱାର କରିବା, କେମିତି କହିଥିଲି? କିଲୋମିଟର ପର ହାୱାର ଗୁଣିବାକୁ ଗଲେ ମୁଁ କେମିତି କହିଥିଲି? ଟ୍ରିକ୍ କଣ କହିଥିଲି? ନା 20 ଇଣ୍ଟୁ ମିଟର ପର ସେକେଣ୍ଡରୁ ଆମେ କିଲୋମିଟର ପର ହାୱାରକୁ ଯିବା। ସାନରୁ ବଡକୁ ଯିବା, କିଲୋମିଟର ଟା ବଡ ନା, ସାନରୁ ବଡକୁ ଯିବା, ମାନେ ଉପରେ ରହିବ 18, ତଳେ ରହିବ 5। 5 କୁ 20, 18 ଚଉ କେତେ? 72 କିଲୋମିଟର ଫର ହାୱାର। ଅପସନ ନେକ୍ସଟ क्वेश्चन देखिए। A and B invested in a business in the ratio 4:5. If the S in कौन? If S invest period is 10 months and their profit is shared equally, ହେଲା ମାନେ ଦି ଜଣଙ୍କର profit equal, ତାହେଲେ find the invest period of B। ତାହେଲେ B ର କଣ ସମୟ କେତେ? A ର ସମୟ ଦେଇଦେଇଛି 10 ମାସ and B ର ସମୟ ପଚାରିଛି, ଯେତେବେଳେ ତାଙ୍କର କଣ ଦି ଜଣଙ୍କର ପ୍ରଫିଟ ସମାନ ହୁଏ। ତ କେମିତି କରିବା? ଏଠି ଲେଖ A, ଏଠି ଲେଖ B। ଏ ମନେକର 4x ଇନଭେଷ୍ଟ କରୁଛି, 4 ଟଙ୍କା ଇନଭେଷ୍ଟ କରୁଛି।
ଏ ମନେକର 4 ଟଙ୍କା ଇନଭେଷ୍ଟ କରିଛି 4x, ଆଉ ବି ଇନଭେଷ୍ଟ କରିଛି କେତେ ନା 5x ଟଙ୍କା, ଜଣା ନାହିଁ 5 ଟଙ୍କା ଇନଭେଷ୍ଟ କରିଛି ମନେକର, ହେଲେ ଏ ର ସମୟ କେତେ 10 ମାସ, ବୁଝିବା ଏ ର ବିନିଯୋଗ ସମୟ 10 ମାସ, ଆକୁ 10 ମାସ ପାଇଁ ଇନଭେଷ୍ଟ କର, ଆର ସମୟ କେତେ ଜଣା ନାହିଁ, y ମାସ ପାଇଁ ଇନଭେଷ୍ଟ କର, ଯାହା ଫଳରେ ଟୋଟାଲ ପ୍ରଫିଟ୍ ତାଙ୍କର କେତେ, ଆର ଟୋଟାଲ ପ୍ରଫିଟ୍ ହେଇଥିବ 40x, ହେଲା, ଆର ଟୋଟାଲି ପ୍ରଫିଟ୍ ହବ କେତେ ନା 5x y, ହେଲା, ଏଇଟା ହଉଛି କଣ ପ୍ରଫିଟ୍। ଇଏ 4 ଟଙ୍କା 10 ମାସ ପାଇଁ ମାନେ କଣ ଇନଭେଷ୍ଟ କଲା, ଜଣା ନାହିଁ ପ୍ରଫିଟ୍ କେତେ ହେଲା 40x ମନେ କରାଗଲା, ଇଏ ହିନ୍ତି y ମାସ ପାଇଁ ଇନଭେଷ୍ଟ କଲା, y ର ଭାଲ୍ୟୁ ବାହାର କରିବା କେତେ 5xy, ବୁଝିଛ ନା ଏଇଟା କେତେ କେମିତି କହ, ସେ ଦେଇଛି କୋଶ୍ଚିନ୍ ପ୍ରଫିଟ୍ ଦିଟାକ ସମାନ, ମାନେ ଏଇଟା ଇଜିକାଲ ଟୁ ଏଇଟା, ଦି ଜଣଙ୍କର ପ୍ରଫିଟ୍ ସମାନ, ତାହେଲେ ଏଇଟା ଇଜିକାଲ ଟୁ ଏଇଟା କର, ମାନେ 40x ଇଜିକାଲ ଟୁ କେତେ ହେଇଯିବ 5xy, ହେଲା, x କୁ x କଟିଗଲା, ତାହେଲେ y କେତେ 8, 8 ମନ୍ଥ, ହେଲା, ତାହେଲେ y ର ଇନଭେଷ୍ଟ ପିରିୟଡ଼ କେତେ 8 ମନ୍ଥ, ଅପସନ ଏ। ନେକ୍ସଟ କ୍ୱେଶ୍ଚନ ଦେଖ, find the compound interest on 12,000 for 2 years at 10% per annum if the interest is compounded half yearly, ଯଦି ହାଫ ଇୟରଲି ଟା କଣ କମ୍ପାଉଣ୍ଡ ହେଲା, ଦେଖ 12,000 ମୂଳଧନ ଉପରେ 10% ହାରରେ 2 ବର୍ଷ ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କରନ୍ତୁ ଯଦି ସୁଧ ଷାଣ୍ମାସିକ ହାଫ ଇୟରଲି ହିସାବ କରାଯାଏ, ହେଲା, ଏ 10% କଣ, 10% ହଉଛି ବାର୍ଷିକ, 10% କଣ ପ୍ରତି ବର୍ଷକୁ 10%, ସେ ପଚାରୁଛି ହାଫ ଇୟରଲି, ତାହେଲେ ହାଫ ଇୟରଲି କେତେ ହବ, ବର୍ଷକୁ 10%, ତାହେଲେ 6 ମାସକୁ କେତେ ହବ 5%, ହଁ ନା ନାଇଁ, ତାହେଲେ ରେଟ୍ ଆମର କେତେ ହବ, ରିଅଲ ରେଟ୍ ତାହେଲେ କେତେ ହବ 5%, ହେଲା, ହାଫ ଇୟରଲି ନା 5%, ଟାଇମ କେତେ ନା ଟାଇମ ହଉଛି 2 ଇୟର୍ସ, 2 ଇୟର୍ସ ଏଠି ଲେଖିଦିଅ ହାଫ ଇୟରଲି ବୋଲି, ହେଲା, ତାହେଲେ ଏଇଠି ଲେଖି ଦଉଛନ୍ତି 5% ହବ କେମିତି ନା ହାଫ ଇୟରଲି, ହେଲା, ହାଫ ଇୟରଲି 5% ହବ, ଏ ବାହାର କର କଣ ଦେଇଛି 12,000 ଟଙ୍କା, ପି କେତେ ଦେଇଛି 12,000 ଟଙ୍କା, ଏ ବାହାର କରିବା କଣ ସିଏ କମ୍ପାଉଣ୍ଡ ଇଣ୍ଟରେଷ୍ଟ ତାହେଲେ କେତେ ମିଳିବ, ହେଲା, ତମେ ପଢିଥିବ ସକ୍ସେସିଭରେ କେମିତି ନା ଏ ପ୍ଲସ ବି ମିଶ୍ରଣ ଏଫ ବି ବାଇ 100, ଏଇଟା ତମେ ପଢିଥିବ ସକ୍ସେସିଭରେ, ତେଣୁ 5% ଟାକୁ ଏମିତି ଲେଖିବା ମାନେ କଣ 5% ଟଙ୍କା ଏମିତି ଲେଖିବା ମାନେ କେମିତି ଲେଖିବା ନା 5 ମିଶ୍ରଣ 5, ହେଲା, ଏଇଟାକୁ ଥରେ ଲେଖିବା, ନହେଲେ ଏଇ ଟାଇପରେ କରିଦିଅ, ଏଇ ଟାଇପରେ କରିଦିଅ ସବୁଠୁ ଭଲ ହବ, ହାଫ ଇୟରଲି ଦେଇଛି ନା 5% ଟାକୁ ଭାଙ୍ଗି ଦିଅ, 5% ଭାଙ୍ଗିଦେଲେ କେତେ ହବ 5/100, 1/20, ହେଲା, ଏଇଠି ଲେଖ ପି, ଏଇଠି ଲେଖ ଏମାଉଣ୍ଟ, ହେଲା, ସେ ଦେଇଛି ହାଫ ଇୟରଲି, ମାନେ ହାଫ ଇୟରଲି ମାନେ ହାଫ ଇୟରଲି ହବ 2 ବର୍ଷ ଯାକେ, ମାନେ ପ୍ରଥମ ହାଫ ଇୟରଲି ପ୍ରଥମ 6 ମାସରେ କେତେ ମିଳିବ 20 ଟଙ୍କାରେ ଟଙ୍କାଟେ ସୁଧ ମିଳିବ, ମାନେ କେତେ ମିଳିବ ସିଆଇ ମିଳିବ 20 ଟଙ୍କାରେ ଟଙ୍କାଟେ ସୁଧ, କେତେ ଏଠି କେତେ ହେଇଯିବ ଏମାଉଣ୍ଟ ତାହେଲେ 21, ହେଲା, ଏଇଟା କଣ ପ୍ରଥମ 6 ମାସ, ତାପରେ ଆଉ ଗୋଟେ 6 ମାସ କର 20, 21 ହେଇଗଲା, ତାପରେ କଣ ତାପରେ ଏଇଟା କେତେ ହେଇଗଲା ଗୋଟେ ବର୍ଷ ହେଇଗଲା, ଆମକୁ ଦେଇଛି 2 ବର୍ଷ ପାଇଁ, ଆଉ ଗୋଟେ ବର୍ଷ ଏମିତି କର 20, 21, 1.5 ବର୍ଷ 20, 21, 2 ବର୍ଷ, ହେଲା, 6 ମାସ 6 ମାସ 6 ମାସ 6 ମାସ, ତା କେତେ ଟୋଟାଲ କେତେ ହେଲା 8,000, ଏଇ ଟୋଟାଲ କେତେ ହବ ନା ଏଟା ତମେ ଗୁଣିକି ଟ୍ରାଏ କରିବ, ଚେକ୍ କରିବ, ଗୁଣିବାକୁ ସମୟ ନାହିଁ, କେତେ ହବ ନା ସରି 8,000 ନୁହଁ, ଏଟା 16,000 ହବ, 2 ର କ୍ୟୁ 8,000, ଏଇଟା କେତେ ହବ 16,000, ହେଲା, 16,000, 1 2 3 4 ଚାରିଟା ଶୂନ ବସିବ, ଆଉ ଏଇଟା ଗୁଣିଲେ କେତେ ହବ ନା 1 9 4 4 8 1, ହେଲା, ଏଇଟା ଏମାଉଣ୍ଟ, ଏଇଟା କଣ ପ୍ରିନ୍ସିପଲ, ତାହେଲେ ସିଆଇ କେତେ ମିଳିଲା ଏମାଉଣ୍ଟ ମାଇନସ ପ୍ରିନ୍ସିପଲ, ଏଇଟା କଣ କହନ୍ତି ସିଆଇ, ଆଙ୍କ ଭିତରେ ଡିଫରେନ୍ସ ଏମାଉଣ୍ଟ ମାଇନସ ପ୍ରିନ୍ସିପଲ, ସିଆଇ ତାହେଲେ କେତେ ମିଳିଲା ନା 3, ହେଲା, 3 4 4 8, 3 4 4 8 1, ହେଲା, ଏ ବାହାର କର ସିଆଇ ଇଜିକାଲ ଟୁ 12,000 କାହାର ଭାଲ୍ୟୁ ହବ, 12,000 ଭାଲ୍ୟୁ ହବ ତମର କାହାର 16, ଚାରିଟା ଶୂନ ଚାରିଟା ଶୂନ ଭାଲ୍ୟୁ, 16 ର ଚାରିଟା ଶୂନ ଭାଲ୍ୟୁ, ଆମକୁ ଦରକାର କାହାର ସିଆଇ, ମାନେ 3 4 4 8 1 ଗୁଣ 3 4 4 8, ହେଲା, ଏଟା ତମେ ଯଦି ଗୁଣିବ ତମର ନିୟରଲି ଆସିବ 2581, ଏଠି 86 ଆସିବା କଥା, ଏଠି 86 ନେଲେ କରିଦିଅ, 2586 ଆସିବ ଗୁଣିଲେ 20 ସମଥିଙ୍ଗ, ଅପସନ ଗୋଟେ ସି। ନେକ୍ସଟ କ୍ୱେଶ୍ଚନ ଦେଖିବେ, the length of a rectangle is 2 its breadth, ହେଲା, if the perimeter is 30 ସେমি find its area, ଗୋଟେ ଆୟତ କ୍ଷେତ୍ରର ଦୈର୍ଘ୍ୟ ଏହାର ପ୍ରସ୍ତର 2 ଗୁଣ, କଣ ଦେଇଛି ନା ଲେନ୍ଥ ବ୍ରେଥ ର 2 ଗୁଣ,
ମନେକର ବ୍ରେଥ ନିଜ b ହେଲା, ମନେକର ବ୍ରେଥ b, ତାହେଲେ ଲେନ୍ଥ କେତେ ହବ ନା 2b, 2 ଗୁଣ। ତାପରେ କଣ ଦେଇଛି, ଇଫ ଦେହରେ ପରିମିଟର, ପରିମିଟର ମାନେ କଣ, ଏଇଟା ଗୋଟେ ଆୟତକ୍ଷେତ୍ର ହବ, ଏଇଟା ହବ କଣ ବ୍ରେଥ, ଏଇଟା ଲେନ୍ଥ, ଏଇଟା ବି ବ୍ରେଥ, ଏଇଟା ବି ଲେନ୍ଥ, ତାହେଲେ ପରିମିଟର ଫର୍ମୁଲା କଣ, ଚାରିଟାକ ମିଶାଣ ଫଳ, ଲେନ୍ଥ ମିଶାଣ ବ୍ରେଥ ମିଶାଣ ଲେନ୍ଥ ବ୍ରେଥ ଲେନ୍ଥ ବ୍ରେଥ, ମାନେ କଣ ହେଇଯିବ 2 ହୋଲ ଇଣ୍ଟୁ ଏଲ ପ୍ଲସ ବି, ଏଇଟା କଣ କହନ୍ତି ଆୟତକ୍ଷେତ୍ର ପରିସର, ଇଜିକାଲ ଟୁ କେତେ ନା 60 ସେমি, ମାନେ 2 ହୋଲ ଇଣ୍ଟୁ ଏଲ ଜାଗାରେ ମୁଁ କେତେ ପକେଇବି, ସେ ଦେଇଛି ଲେନ୍ଥ ବ୍ରେଥର 2 ଗୁଣ, ମୁଁ ପକେଇବି 2b ମିଶାଣ b ଇଜିକାଲ ଟୁ କେତେ ହବ 60 ହେଲା, ଏଟା ଗୁଣିଲେ କେତେ ହବ 3b 6b ଇଜିକାଲ ଟୁ କେତେ 60, ତାହେଲେ b ଇଜିକାଲ ଟୁ କେତେ ହେଲା 10, ଯଦି b 10 ତାହେଲେ ଲେନ୍ଥ କେତେ ହେଲା 2 ଗୁଣ 20 ହେଲା। ଆମକୁ କଣ ପଚାରୁଛି, ଫାଇଣ୍ଡ ଇଟ୍ସ ଏରିଆ, ଏରିଆ ଫର୍ମୁଲା କଣ, ଏରିଆ ଅଫ ରେକ୍ଟାଙ୍ଗଲ କେତେ ହବ ଲେନ୍ଥ ଇଣ୍ଟୁ ବ୍ରେଥ 10 ଇଣ୍ଟୁ 20 ଇଜିକାଲ ଟୁ କେତେ ହବ 200, ऑप्शन ए। नेक्स्ट क्वेश्चन देखिए, पाइप A can fill a tank in 80 hours and pipe B can empty the full tank in 16 hours. If both pipe are open together, in how many hours will the empty tank be full? তাহলে কেতে সময় পরে টাকিটা ফুল ହେଇଯିବ, ଦେଖ କେମିତି କରିବା, ଏଇ ଟାଇପର ବି କରାହେଇଛି କ୍ୱେଶ୍ଚିନ୍। ଏ କେତେ ସମୟ, ଏ ପାଇବି କେତେ ଘଣ୍ଟା କାମ କରୁଛି ନା 8 ଘଣ୍ଟା, ଆଉ ବି ପାଇବି କେତେ ଘଣ୍ଟା କାମ କରୁଛି, କାମ କରୁନି ଟାଙ୍କି ଖାଲି କରୁଛି, ଟାଙ୍କି ଖାଲି କଲେ ମୁଁ କଣ କହିଥିଲି ନେଗେଟିଭ କାମ କରୁଛି ମାନେ କଣ, ନେଗେଟିଭ କାମ ନବ, ମାନେ କାମ କରୁଛି ମାନେ ଇଏ ଟାଙ୍କି ଫୁଲ କରୁଛି, ଟାଙ୍କି ଖାଲି କରୁଛି, ମାନେ କଣ କରିବା ନେଗେଟିଭ କାମ କରୁଛି ହେଲା। 16, ଏଟା କଣ ହଉଛି ଟୋଟାଲ ଡେଜ୍, ଆଙ୍କ ଭିତରେ ଯୋଉ ଏଫିସିଏନ୍ସି ନବ କେତେ, ଏଫିସିଏନ୍ସି କେତେ ହବ 16, ସରି ଏଲସିଏମ, ଏଲସିଏମ କେତେ ହବ 16, 8 ଦୁଗୁଣେ 16, ଏଟା କେତେ 16 କେ 16 କେତେ ହବ -1, ଏଫିସିଏନ୍ସି 1 ମାନେ -1 ହେଲା। ତାର କଣ କର ଏଇଟା, ଏଇଟାକୁ କଣ କହନ୍ତି ଟୋଟାଲ ଡେଜ୍, ମୁଁ କହିଥିଲି ଏଇଟାକୁ ଟୋଟାଲ ଡେଜ୍ ବା ଟୋଟାଲ ଟାଇମ, ଏଇଟା ହଉଛି ଏଫିସିଏନ୍ସି, 2 ର ଏଫିସିଏନ୍ସି 2 ହଉଛି ଏ ର ଏଫିସିଏନ୍ସି, -1 ହଉଛି ବି ର ଏଫିସିଏନ୍ସି, ଯେହେତୁ ନେଗେଟିଭ କାମ କରୁଛୁ, ଆଉ ଏଇଟାକୁ କହନ୍ତି ଟୋଟାଲ ୱାର୍କ, ଏ 16 ଟାକୁ କହନ୍ତି ଟୋଟାଲ ୱାର୍କ। ସେ ଦେଇଛି ଟୋଟାଲ ଟାଇମ ଅଫ ଏ ପ୍ଲସ ବି, ବାହାର କର ଟୋଟାଲ ଟାଇମ ଅଫ ଏ ପ୍ଲସ ବି ଇଜିକାଲ ଟୁ ୱାର୍କ ଅପନ ଏଫିସିଏନ୍ସି, ଏଫିସିଏନ୍ସି କେତେ 2 - 1, 2 - 1 ଇଜିକାଲ ଟୁ କେତେ 16 ଘଣ୍ଟା, ଅପସନ ସି। नेक्स्ट क्वेश्चन देखिए, boats a boatsman goes 12 किलोमीटर डाउनस्ट्रीम in 45 मिनट and returns the same distance upstream in 1 hour. Find the speed of the boat in x plus in still water, ହେଲା। बोट एंड स्ट्रीम ର क्वेश्चन, ମନେକର ବୋଟ ର ସ୍ପିଡ କୁ ନେଇଯାଅ x, ବୋଟ ଇଜିକାଲ ଟୁ x କିଲୋମିଟର पर ହାୱାର କୁ ନେଇଯାଅ, ଆଉ ଷ୍ଟ୍ରିମ ର ସ୍ପିଡ କୁ କେତେ ନବ, ମୁଁ କହିଥିଲି ଏଇଟା କେତେ ନଉଥିଲେ ଆମେ y କିଲୋମିଟର पर ହାୱାର, ତାହେଲେ ଡାଉନ ଷ୍ଟ୍ରିମ ସ୍ପିଡ କେତେ ହବ, ମାନେ କଣ ଅନୁକୂଳ ବେଗ, ପାଣି ସହିତ ତମେ ଯଦି ଯିବ, ପାଣିର ଡିରେକ୍ସନ ତମେ ଯିବ, ପାଣି ଯୁଆଡେ ତମେ ସିଆଡେ କେତେ ହବ x ପ୍ଲସ y, ଆଉ ଅପଷ୍ଟ୍ରିମ ମୁଁ ଏଟା ବି କହିଥିଲି ତମକୁ ଭଲରେ ବୁଝେଇକି, ଅପଷ୍ଟ୍ରିମ ସ୍ପିଡ କେତେ ହବ, ପାଣିର ଏଗନେଷ୍ଟରେ ତମେ ଆସିବ, ପାଣିର ବିପରୀତ ଦିଗରେ କେତେ ଆସିବ x ମାଇନସ y ହେଲା। ତାହେଲେ କଣ ଦେଇଛି 12 କିଲୋମିଟର ଡାଉନ, ଏଇଟା କଣ ସ୍ପିଡ ହେଲା, ସ୍ପିଡ ଇଜିକାଲ ଟୁ କଣ ନା ଡିଷ୍ଟାନ୍ସ ଅପନ ଟାଇମ, ଏଇଟା ବି ଲେଖିଦେବା କାହିଁକି डिस्टेंस अपन टाइम। से ଦେଇଛି 12 କିଲୋମିଟର ଡାଉନ ଷ୍ଟ୍ରିମ୍ ଯାଉଛି କେତେ ମିନିଟ ନା 45 ମିନିଟରେ, 12 କିଲୋମିଟର ଡାଉନ ଷ୍ଟ୍ରିମ୍ ଯାଉଛି କେତେ ମିନିଟରେ 45 ମିନିଟରେ, ତାହେଲେ ଡାଉନ ଷ୍ଟ୍ରିମ୍ ସ୍ପିଡ x ପ୍ଲସ y ଇଜିକାଲ ଟୁ କେତେ ହବ, ଡିଷ୍ଟାନ୍ସ କେତେ ନା 12 କିଲୋମିଟର ଯାଉଛି, ଟାଇମ କେତେ ନା 45 ମିନିଟ, ଟାଇମ ଜାଗାରେ 45 ମିନିଟ ଲେଖିଦିଅ, ଏଟା ମିନିଟ ଅଛି, ଏଟା କିଲୋମିଟର ଅଛି, ଏଟାକୁ କଣ କରିବା ବାଇ 60 କରିଦିଅ, ଘଣ୍ଟା କରିଦବ, କେତେ 15 ତିରିକି 15 ଚଉକୁ 3 ଚଉକୁ ଉପରକୁ ଏଟା 4 ହେଇଯିବ, ମାନେ 4 ବାଇ 1 ବାଇ 4 ଉପରକୁ ବସିଲେ କେତେ ହେଇଯିବ 16 ହେଲା, 16 କିଲୋମିଟର पर ହାୱାର, ଏଟା ହଉଛି ଡାଉନ ଷ୍ଟ୍ରିମ୍ ସ୍ପିଡ। ଆଉ x ମାଇନସ y ଅପଷ୍ଟ୍ରିମ୍ ସ୍ପିଡ, ଅପଷ୍ଟ୍ରିମ୍ ସ୍ପିଡ ମାନେ ଆସିବାକୁ ତାକୁ କେତେ ସମୟ ଲାଗୁଛି ନା 12 କିଲୋମିଟର, ମାନେ ଯିବାକୁ ତାକୁ 45 ମିନିଟ୍, ଆସିବାକୁ ତାକୁ 1 ଘଣ୍ଟା, ମାନେ 12 ବାଇ କେତେ ହବ 1 ଇଜିକାଲ କେତେ ହବ 12 କିଲୋମିଟର पर ହାୱାର। ସ୍ପିଡ ଅଫ ଦ ବୋଟ, ତାହେଲେ x ଇଜିକାଲ ଟୁ କେତେ ହବ, ସ୍ଥିର ଜଳରେ ନାଉରିଆଙ୍କ ବେଗ ହେଲା। ଫାଇଣ୍ଡ ଦ ସ୍ପିଡ ଅଫ ଦ ବୋଟ୍ସମ୍ୟାନ ଇନ ଷ୍ଟିଲ୍ ୱାଟର, ସ୍ଥିର ଜଳରେ ବୋଟ ମ୍ୟାନ ର ବେଗ କେତେ, ମାନେ ଡଙ୍ଗାର ସ୍ପିଡ କେତେ, ଡଙ୍ଗାର ସ୍ପିଡ କେମିତି ବାହାର କରିବା, 16 ମିଶାଣ 12 ବାଇ 2, 28 14 କିଲୋମିଟର पर ହାୱାର, ଅପସନ କୋଡେ
ଏ ନେକ୍ସଟ କ୍ୱେଶ୍ଚନ ଦେଖିବା ଇଭାଲୁଏଟ 72 72 72 72 ଟା ମୁଁ କହିଦେଲି କେମିତି କରିବ 72 କୁ ଭାଙ୍ଗି ଦେବା ଆଗ ଦିଟା ପରବର୍ତ୍ତୀ ସଂଖ୍ୟା ହଉଥିବ ଗୁଣିଲେ 72 ହଉଥିବ କେମିତି 8 into 9 ଦିଟା ପରବର୍ତ୍ତୀ ସଂଖ୍ୟା ଆଗ କମନ ଡିଫରେନ୍ସ 1 ଆଉ ଗୁଣିଲେ ବି 72 ହେଲା ପ୍ଲସ୍ ଅଛି ମାନେ କୋଉଟା ହବ ଆନ୍ସର 9 ଅପସନ କୋଉଟା ଯଦି ମାଇନସ୍ ଥାନ୍ତା 8 ହେଇଥାନ୍ତା ନେକ୍ସଟ କ୍ୱେଶ୍ଚନ ଦେଖିବା ଦ ଭାଲ୍ୟୁ ଅଫ ମେସିନ୍ depreciate depreciates ହେଲା depreciate ମାନେ କଣ decreases by 10% annually if its present value is କେତେ 1,62,000 what was the value of 2 years ago ତ ସେ 2 ବର୍ଷ ପୂର୍ବେ ତାର ଭାଲ୍ୟୁ କେତେ କେମିତି କରିବା 2 ବର୍ଷ ପୂର୍ବେ କେତେ ତାର ଭାଲ୍ୟୁ କେତେ ଥିବ ଦେଖ x ତା ଭାଲ୍ୟୁ ଥିଲା ଆମେ ଜଣା ନାହିଁ 2 ବର୍ଷ ହେଲା ଡିକ୍ରିଜ ହଉଛି 2 ବର୍ଷ ଯାକେ ଡିକ୍ରିଜ ହେଇକି ତା ଭାଲ୍ୟୁ ଏତିକି ହେଇଯାଇଛି ହେଲା କ୍ୱେଶ୍ଚିନ୍ ଦେଖ 10% ହାରରେ ହ୍ରାସ ପାଇ ଏହାର ବର୍ତ୍ତମାନ ମୂଲ୍ୟ ଏତିକି ହେଇଯାଇଛି ହ୍ରାସ ପାଅ 2 ବର୍ଷ ଯାକେ ହ୍ରାସ ପାଇଲେ କେତେ ହବ ଆଗରୁ ମନେକର x ଥିଲା 2 ବର୍ଷ ଯାକେ ହ୍ରାସ ପାଇଲେ କେତେ ହବ 100ରେ 10 କମିବ ମାନେ 100 ଥିଲା 10 କମିଗଲା କେତେ 90 100 ଥିଲା 2 ବର୍ଷ ଯାକେ ବା 10 କମିଗଲା 90 ଇଜିକାଲ ଟୁ କେତେ ହେଇଯିବ ନା 1,62,000 ହେଲା କାଟି ଦିଅ ଏଇଟା ଯୋଡେ ଶୂନ ହେଲା ଦେଖ 9 9 81 ଦୁଗୁଣ ଏଇଟା ହବ ସିଓର 81 ଦୁଗୁଣେ 162 ତାହେଲେ x ଇଜିକାଲ ଟୁ କେତେ ହବ 2 ରେ ଦିଟା 3ଟା ଶୂନ ଆଉ 2ଟା ଶୂନ ମିଶେଇ ଦିଅ ଟୋଟାଲ ଏଇଟା ହବ ଆନ୍ସର ଅପସନ 2 3 ଆଉ 2ଟା ଶୂନ ମିଶେଇ ଦିଅ ଅପସନ ନେକ୍ସଟ କ୍ୱେଶ୍ଚନ ଦେଖିବେ two numbers are in the ratio 3:4 if 5 is subtracted from each the ratio becomes 5:7 find the greater number ତାହେଲେ greater number କେତେ 2 ନମ୍ବର ମନେକର ନେଇଯାଅ a ଆଉ ଗୋଟେ ନମ୍ବର b ହେଲା 2 ନମ୍ବର ରେସିଓ କେତେ 3:4 ଆମେ କଣ କରିବା ନା 5 ଫେଡିବା 8 5 ଫେଡ -5 କର 8 -5 କର କେତେ ହବ ରେସିଓ ନା 5 7 ହେଲା ତାହେଲେ ଗ୍ରେଟର ନମ୍ବରଟା କେତେ ଗ୍ରେଟର ନମ୍ବର ହଉଛି 4 4 ଭାଲ୍ୟୁ କେତେ ଗ୍ରେଟର ନମ୍ବର 4 ନା ଏଟା 3 ଏଟା 4 ଗ୍ରେଟର ନମ୍ବର କେତେ ହବ 4 ତାହେଲେ 4 ଭାଲ୍ୟୁ କେତେ ହେଲା ଏଟା କେମିତି କରିବା ଦେଖ ଆଗ ଏବେ ଡିଫରେନ୍ସ ସମାନ କର ଏଟା ଏଜ ରେ କ୍ୱେଶ୍ଚିନ୍ ଏଜ ରେ କେମିତି କରୁଥିଲେ ଡିଫରେନ୍ସ ସମାନ କରୁଥିଲେ ସେମିତି ଏଠି ଡିଫରେନ୍ସ ସମାନ କର 5 7 ଭିତରେ ଡିଫରେନ୍ସ କେତେ 2 ଆଉ 3 4 ଭିତରେ ଡିଫରେନ୍ସ କେତେ 1 ହେଲା ଏଇଠି 2 ଏଇଠି 1 ତାହେଲେ ଆକୁ 2 ଆକୁ ଡିଫରେନ୍ସ ଇକ୍ୱାଲ କର ଏଇଠି 1 ଅଛି ଆକୁ 2 କରିବାକୁ ପଡ 2 କର ଏବେ ଆକୁ 2 କରିବାକୁ ଗଲେ ଏଇଠି 2 ଗୁଣ ଯଦି ଏଇଠି 2 ଗୁଣିଛ ଏଇଠି ବି 2 ଗୁଣ ଆଉ ଏଇଠି ବି 2 ଗୁଣ ଏଟା କେତେ ହେଇଯିବ 3 ଦୁଗୁଣେ 6 ଏଟା କେତେ ହେଇଯିବ ନା 8 ହେଲା ତାହେଲେ 8 ରୁ 7 ଗଲେ କେତେ 1 1 ୟୁନିଟ ର ଭାଲ୍ୟୁ କେତେ ଦେଇଛି 5 ହେଲା ଏଟା -5 ମୁଁ ଖାଲି ନେଇଛି କିନ୍ତୁ ଏଟା 5 ହେବା କଥା 1 ୟୁନିଟ ର ଭାଲ୍ୟୁ କେତେ 8 ରୁ 7 ଗଲେ 1 ଏଠି ଦେଖ 6 ରୁ 5 ଗଲେ ବି 1 1 ୟୁନିଟ ର ଭାଲ୍ୟୁ କେତେ ଦେଇଛି 5 ତାହେଲେ ଆମକୁ ବଡ ସଂଖ୍ୟା କୋଉଟା 8 ତାହେଲେ ବିଗ ନମ୍ବର 1 ୟୁନିଟ ର ଭାଲ୍ୟୁ 5 8 ୟୁନିଟ ର ଭାଲ୍ୟୁ କେତେ ହବ ବିଗ ନମ୍ବର ମୁଁ ଲେଖି ଦଉଛି ବିଗ ନମ୍ବର ହେଲା ବିଗ ନମ୍ବର ଅଛି 8 ୟୁନିଟ ହଉଛି କେତେ ହବ 8 into 5 is equal to 40 ଅପସନ କୋଉଟା ସି ଏବେ ତ ଏହା ବୁଝିବ ଡିଫରେନ୍ସ କାହିଁ ନେଲେ ଡିଫରେନ୍ସ କାହିଁକି ଇକ୍ୱାଲ କରିବ ଗୋଟେ ନମ୍ବର ହବ ତମେ ଡିଫରେନ୍ସ କାହିଁ ଇକ୍ୱାଲ করে ଜଣା ପଡିଯିବ ଏଠି ଗୋଟେ ନମ୍ବର ହବ ମନେକର 10 15 ହେଲା 10 ଆଉ କଣ 15 ଏଥିରେ ଆମେ 5 ଫେଡିଆ କୋଶ୍ଚିନ୍ ଅନୁସାରେ ଦେଖ ହେଲା ପ୍ରାକ୍ଟିକାଲ କରିକି ଦେଖିଦବା ଏଥିରେ ଆମେ 5 ଫେଡିଆ 5 ଫେଡ ଏଇଥିରେ ବି 5 ଫେଡ କେତେ ହେଇଯିବ ମନେକର ରେସିଓ ଅଛି 10:15 ଏଥିରେ 5 ଫେଡ ଏଥିରେ 5 ଫେଡ 10 ରୁ 5 ଗଲେ କେତେ 5 15 ରୁ 5 ଗଲେ କେତେ 10 ଏବେ ଦେଖ ଆଙ୍କ ଭିତରେ ଡିଫରେନ୍ସ କେତେ 5 ଆଙ୍କ ଭିତରେ ଡିଫରେନ୍ସ କେତେ 5 ହେଲା ଏଇଥି ଯୋଗୁ ଆମେ କଲୁ ବୁଝିପାରିଲ ହେଲା ତେଣୁ ଆଙ୍କ ଭିତରେ ରେସିଓ ଯେତେ ହେଲେ ବି ଆମେ 5 ମିଶେଇଲେ 5 ଫେଡିଲେ ଡିଫରେନ୍ସ ତ ସମାନ ହବ ନା ଦିଟା ସଂଖ୍ୟା ଭିତରେ ତେଣୁ ବୁଝିବା ତ ଡିଟୋ ଏସ୍ ଟାଇପ ର କ୍ୱେଶ୍ଚନ ତାପରେ ନେକ୍ସଟ କ୍ୱେଶ୍ଚନ ଦେଖିବା A and B can do a piece of work in 12 days and B in देखो A and B can do a work माने A and B मिसिकी काम करछन 12 days B and C मिसिकी काम करछन 15 days and C and A मिसिकी काम करछन 20 days in how many days can they complete the work together देखो किनी करिए A plus B କେତେ ଦିନ କାମ କରୁଛନ୍ତି 12 ଦିନ ଗୋଟେ କାମ କମ୍ପ୍ଲିଟ କରୁଛନ୍ତି B ମିଶଣ C କେତେ ଦିନ 15 ଦିନ ଗୋଟେ କାମ କରୁଛନ୍ତି and A ମିଶଣ C କେତେ ଦିନ କାମ କରୁଛନ୍ତି ନା 20 ଦିନରେ କାମ କରୁଛନ୍ତି ଏଇଟା ଟୋଟାଲ ଡେଜ୍ ଆକୁ ଯୋଉ ଆମେ ଏଲସିଏମ ନବା ଟୋଟାଲ ୱାର୍କ ହେଲା ଟୋଟାଲ ଡେଜ୍ ଯୋଉ ଆମେ କଣ ନବା ଏଲସିଏମ ନବା ତାହେଲେ ଟୋଟାଲ ୱାର୍କ କେତେ
15 12 20 ଏଲସିଏମ ନେଇଯାଅ 60, 12 5 60, 15 ଚଉକୁ 60, 20 ତିରିକି 60। ତାହେଲେ ତିନି ଜଣଙ୍କ ମିଶି ସେଇ କାର୍ଯ୍ୟକୁ କେତେ ଦିନରେ କରିବେ? ଏବେ ତିନି ଜଣଙ୍କୁ ମିଶ ଦେଖ, ଯେତେବେଳେ ଆମେ ମିଶେଇବା ସମସ୍ତଙ୍କୁ ଦେଖ, ଏଇଥିରୁ ଏ ଦିଥର ଆସିବ, ବି ଦିଥର ଆସିବ, ସି ଦିଥର ଆସିବ, ତ ମୁଁ ଲେଖିପାରିବି 2a ମିଶାଣ 2b ମିଶାଣ 2c ଇଜିକାଲ ଟୁ କେତେ ହବ? ତାଙ୍କ ଏଫିସିଏନ୍ସି ସବୁ ଯାକ ମିଶେଇ ଦିଅ, 5 4 9 3 12। टाइम इजिकल टू वर्क ऑफ एफिशिएंसी ना, एफिशिएंसी टाକୁ ମିଶେଇବା। ଦେଖ ସବୁଥିରୁ 2 କମନ ନେଇଯିବ, 2 ସବୁଥିରୁ କମନ ନେଇଗଲେ କେତେ ହେଇଯିବ? a ପ୍ଲସ b ପ୍ଲସ c ଇଜିକାଲ ଟୁ କେତେ ହବ? 12। ତାହେଲେ ତିନି ଜଣଙ୍କର ଏଫିସିଏନ୍ସି ତାହେଲେ କେତେ ହେଲା? a ମିଶାଣ b ମିଶାଣ c, ତିନି ଜଣଙ୍କର ଏଫିସିଏନ୍ସି ମିଶିକି କେତେ ହେଲା? 6। ତାହେଲେ ଟୋଟାଲ ଟାଇମ ଅଫ a ପ୍ଲସ b ପ୍ଲସ c ଇଜିକାଲ ଟୁ କେତେ ହବ? ନା 60 ବାଇ ତାଙ୍କ ଏଫିସିଏନ୍ସି 6 10 ଅପସନ ଗୁଡା। नेक्स्ट क्वेश्चन देखिए, a trader marks is good at 40% above the cost price and sold them at a discount of 25%. Find is profit or loss percentage। তাহলে তার প্রফিট এন্ড লস পার্সেন্টেজ কেতে দেখো কেমনি করে? মার্ক প্রাইস, মার্ক মানে মার্ক প্রাইস, এটা লেখো মার্ক প্রাইস, এটা লেখো কস্ট প্রাইস, এটা লেখো সেলিং প্রাইস ହେଲା। ଦେଖ କୋଶ୍ଚିନ୍ ଦେଖ, ଜଣେ ବ୍ୟବସାୟୀ ତାଙ୍କ ସାମଗ୍ରୀର ମୂଲ୍ୟକୁ 40% ଅଧିକ କରି ଧାର୍ଯ୍ୟ କଲେ, ଛାଡ଼ିଦିଅ। ଏ ଟ୍ରେଡର ମାର୍କ ଇଜ ଗୁଡ୍ 40% ଏଭବ ଦ କଷ୍ଟ ପ୍ରାଇସ୍, 40% ଏଭବ ଦ କଷ୍ଟ ପ୍ରାଇସ୍ ହେଲା। ମନେକର କଷ୍ଟ ପ୍ରାଇସ୍ 100, ତାହେଲେ ସେ କେତେ ମାର୍କ କଲେ? 40% ଏଭବ ନା କେତେ? 140। ତାପରେ କଣ ଦେଇଛି? ଡିସକାଉଣ୍ଟ ଦଉଛି 25%, ଡିସକାଉଣ୍ଟ ଦଉଛି କେତେ? 25%। ଡିସକାଉଣ୍ଟ କୋଉଠି ଦବ? ମାର୍କ ପ୍ରାଇସ୍ ରେ ହିଁ ଦବ ନା, କଷ୍ଟ ପ୍ରାଇସ୍ ରେ ଡିସକାଉଣ୍ଟ ଦେଲେ ତାର କ୍ଷତି ହେଇଯିବ, ତେଣୁ ସେ ଡିସକାଉଣ୍ଟ ଏଇଠୁ ହିଁ ଦବ। ଡିସକାଉଣ୍ଟ କେତେ ଦଉଛି? ନା 25%, ମାନେ 100 ର ଆଇଟମ କୁ 25% ଡିସକାଉଣ୍ଟ ଦେଲେ କେତେ ଟଙ୍କାରେ ବିକୁଛି? ନା 75 ଟଙ୍କାରେ ବିକୁଛି ହେଲା। ଏବେ କର, ଦେଖ ଏଠି ଗୋଟେ ଶୂନ କାଟିଦେଲା, 5 ଦୁଗୁଣେ 10 ହେଲା, 5 ରେ କଟିବନି ବୋଧେ, 2 ପଞ୍ଚା 10, 2 ସନ୍ତା 14 ହେଲା, 25 ଚଉକୁ 100, 25 ତିରିକି 75। ତାହେଲେ ଏଠି କେତେ ରହିଲା? 7, ଏଠି 4, ଏଠି 5, ଏଠି 3, ଏଇଠି 7 ଅଛି, ଏଇଠି ବି 7 ଆଣ ଲେଖିଦିଅ, ଏଇଠି 4 ଅଛି, ଏଇଠି ବି 4 ଲେଖିଦିଅ। ଟୋଟାଲ କେତେ ହେଲେ? 5 କୁ 20, 7 କେତେ? 21। କଷ୍ଟ ପ୍ରାଇସ୍ କେତେ? 20, ସେଲିଂ ପ୍ରାଇସ୍ କେତେ? 21, ପ୍ରଫିଟ୍ କେତେ ହେଲା? ଟଙ୍କାଟେ। ତାହେଲେ ଆମର ପ୍ରଫିଟ୍ ପରସେଣ୍ଟେଜ ବାହାର କର, 1/20 ଇଣ୍ଟୁ 100, 5% ପ୍ରଫିଟ୍ ଅପସନ୍। ନେକ୍ସଟ କ୍ୱେଶ୍ଚନ ଦେଖିବ, फाइंड द यूनिट डिजिट बाहर करें, स्थानीय गुणफल एकक अंकर स्थानीय मान निर्णय करो, एकक अंकर स्थानीय मान बाहर करें, देख तीन बाहर करें। एतिक नंबर एवं एकक अंक देख, एतिक नंबर एकक अंक कोड़ा? 131 माने 131 एकक अंक घरे कौन अच्छी? 1 अच्छी है, ताले 1 रो पावर तुम जिते गले भी 1 हबो, कर दियो 1 गुणन 5, 5 रे तुम जिते पावर गले 5 स्क्वायर 25, 5 रे क्यूब भी एक घरे 5 आसीबो, 5 रो जहा गले भी तुम एक घरे तार 5 ही आसीबो, हो ना नहीं? 5 रो 1 खाता करो 5, 5 रो 2 खाता करो केते 25, तार यूनिट डिजिट केते 5, 5 रो 3 खाता करो केते 125, तार यूनिट डिजिट केते 5। ताले 5 तुम जिते खाता गले भी तार यूनिट डिजिट केते आसीबो 5। ताले एठी मु लिखि 5। तार देखो 4, 4 संख्या भी देखो, 4 रो 1 खाता केते आछी? 4, 4 रो 2 खाता 16, तारे 4 रो 3 घात केते? 4। देखो 4 रो 2 घात केते आछी? 16, माने यूनिट डिजिट केते? 6 ହେଲା। 4 रो 1 घात केते? ना 4, 4 रो 3 घात केते? 4, 4 रो 4 घात केते? 4 चौकु 16 चौकु माने केते हबो? 4 रो 3 घात, सॉरी एटा केते हबो? 4 रो 3 घात प्रकृତରେ केते हबो? 4 चौकु 16 चौकु 64, माने केते? 64। यूनिट डिजिट केते? 4। तारे 4 रो 4 घात करो केते हबो? 64 चौकु केते? 6 आसीबो सियोर, यूनिट डिजिट तार सियोर 6 आसीबो। तारे 4 रो 5 घात करो, सेमिति 6 चौकु 24, माने केते आसीबो? यूनिट डिजिट 4 आसीबो। ताने प्रति दुईटा संख्या रे प्रथमे आसी 4, तापर 6 4 6 4 6 एमिति रिपीट हेई आसीबो। 4 तमे जेते पावर कले तार यूनिट डिजिट केते आसीबो? 4 6 4 6 4 6 एमिति रिपीट हेई आसीबो। एबे करो 797 को 4 भाग कर दियो, जेमिति आगुरु करथिले 797 हरण 4, 4 चौकु 7 ରୁ 6 ଗଲେ 1 19, ତାପରେ 4 ଚଉକୁ 16, 9 ରୁ 6 ଗଲେ କେତେ? 3,
ଏଇଟା କେତେ ହବ 33, 4 8 32, ରିମାଇଣ୍ଡର କେତେ ଆସିଲା 1, ଯେହେତୁ ରିମାଇଣ୍ଡର ଆସିଲା 1 ତାହେଲେ 4 ଘାତ ସିଧା ଲେଖିଦିଅ ଏଠି 1, 4 ଘାତ 1 କେତେ, 4 ଘାତ 1 ହେଲେ କେତେ 4 ଇଣ୍ଟୁ 5 ଇଣ୍ଟୁ 1, 7 5 20, ୟୁନିଟ୍ ଡିଜିଟ୍ କେତେ ଆସିଲା 0, ଅପସନ ଏ। ନେକ୍ସଟ କ୍ୱେଶ୍ଚନ ଦେଖିବା। ଦ ଆଭରେଜ ଏଜ ଅଫ ହଜବ୍ୟାଣ୍ଡ ଆଣ୍ଡ ୱାଇଫ ୱାଜ 23 ଇୟର୍ସ ଆଟ୍ ଦ ଟାଇମ୍ ଅଫ ଦେୟାର ମ୍ୟାରେଜ। ତାଙ୍କ ବାହାଘର ଟାଇମରେ ତାଙ୍କର କେତେ, 5 ବର୍ଷ ପୂର୍ବେ ବିବାହ ସମୟରେ, ମାନେ ତାଙ୍କେ 5 ବର୍ଷ ପୂର୍ବେ ବାହା ହେଇଥିଲେ, ଯାହା ଫଳରେ ତାଙ୍କ ଆଭରେଜ ଏଜ ଥିଲା କେତେ 23, ସ୍ୱାମୀ ସ୍ତ୍ରୀ ଦି ଜଣଙ୍କୁ ଯେତେବେଳେ ତାଙ୍କେ ବାହା ହଉଥିଲେ ନୂଆ ନୂଆ। ହେଲା, ଦ ଏଜ ଦ ଆଭରେଜ ଏଜ ଅଫ ଦ ହଜବ୍ୟାଣ୍ଡ ୱାଇଫ ଆଣ୍ଡ ଏ ଚାଇଲ୍ଡ ବର୍ନ, 5 ବର୍ଷ ପରେ ତାଙ୍କର ଗୋଟେ ଛୁଆ ହେଲା। ହେଲା, ଯାହା ଫଳରେ ତାଙ୍କର ଆଭରେଜ ଏଜ କେତେ ହେଇଗଲା ନା 20 ବର୍ଷ। ଏ 3 ଜଣଙ୍କର ଆଭରେଜ ଏଜ କେତେ ହେଇଗଲା ନା 20 ବର୍ଷ। ଫାଇଣ୍ଡ ଦ ଏଜ ଅଫ ଦ ଚାଇଲ୍ଡ, ତାହେଲେ ଚାଇଲ୍ଡର ଏଜ କେତେ? ଦେଖ, 5 ବର୍ଷ ପୂର୍ବେ ବିବାହ ସମୟରେ ଜଣେ ସ୍ୱାମୀ ଓ ସ୍ତ୍ରୀଙ୍କ ହାରାହାରି ବୟସ 23 ବର୍ଷ ଥିଲା। ହେଲା, ବର୍ତ୍ତମାନ ସ୍ୱାମୀ ସ୍ତ୍ରୀ ଏବଂ ଏହି ମଧ୍ୟରେ ଗୋଟେ ଜନ୍ମ ଛୁଆ ହେଇଥିବା, ଗୋଟେ ଜନ୍ମ ହୋଇଥିବା ଛୁଆ ସନ୍ତାନ ର ହାରାହାରି ବୟସ 20 ବର୍ଷ। 3 ଜଣଙ୍କର 1 2 3, 3 ଜଣଙ୍କର ହାରାହାରି ବୟସ କେତେ 20 ବର୍ଷ। ତାହେଲେ ସନ୍ତାନର ବୟସ ତାର ବାହାର କରିବା, ଛୁଆର ବୟସ ବାହାର କରିବା ଚାଲ। ଦେଖ, 5 ବର୍ଷ ପୂର୍ବେ ତାଙ୍କ ହାରାହାରି ବୟସ କେତେ ଥିଲା 23 ବର୍ଷ। ହାରାହାରି ମାନେ କଣ, ଆଭରେଜ। ଆଭରେଜ ଇଜ ଇକାଲ ଟୁ କେତେ, ସମ ଅପନ ନମ୍ବର। ହେଲା, ତାହେଲେ 5 ବର୍ଷ ପୂର୍ବେ ତାଙ୍କ ହାରାହାରି ବୟସ କେତେ ଥିଲା 23 ବର୍ଷ। ଏବେ କର, କେତେ ଜଣ ନମ୍ବର କେତେ, ସ୍ୱାମୀ ସ୍ତ୍ରୀ ମାନେ 2, ଆଭରେଜ କେତେ 23, 2 23, ତାହେଲେ ସମ କେତେ ହବ 46, ହଁ ନା ନାଇଁ, ସମ କେତେ ହବ 46। ଏ 5 ବର୍ଷ ପୂର୍ବେ, ହେଲା, ଏଇଟା 5 ବର୍ଷ ପୂର୍ବେ ତାଙ୍କର ଆଭରେଜ ସମ କେତେ ଥିଲା 46। 5 ବର୍ଷ ପରେ କେତେ ହବ, 5 ବର୍ଷ ପୂର୍ବେ ତାଙ୍କ ଆଭରେଜ ସମ ଥିଲା, ସରି, 5 ବର୍ଷ ପୂର୍ବେ ସେମାନଙ୍କର ବୟସର ଯୋଗଫଳ ଥିଲା 46। 5 ବର୍ଷ ପରେ କେତେ ହବ, ମାନେ ସ୍ୱାମୀର ବୟସରେ 5 ମିଶିବ, ସ୍ତ୍ରୀର ବୟସରେ 5 ମିଶିବ, ଟୋଟାଲ ସମ କେତେ ହେଇଯିବ, ଟୋଟାଲ ସମ କେତେ ହେଇଯିବ ନା, ସ୍ୱାମୀର ବୟସରେ ମିଶାଣ 5 ଆଉ ସ୍ତ୍ରୀର ବୟସ ମିଶାଣ 5, 5 ବର୍ଷ ପରକୁ ଆମେ ଯିବା, ତାହେଲେ କେତେ ହେଇଯିବ 56। ହେଲା, ତାପରେ ଦେଖ, ଦ ଆଭରେଜ ଏଜ ଅଫ ୱାଇଫ ଆଣ୍ଡ ଚିଲଡ୍ରେନ୍, ଦେଖ ହଜବ୍ୟାଣ୍ଡ ୱାଇଫ ଚିଲଡ୍ରେନ୍। ହେଲା, ଏଠି ଦେଖ, ଏଠି ମୁଁ ଗାର ପକେଇ ଦଉଛି, ହଜବ୍ୟାଣ୍ଡ ୱାଇଫ ଚିଲଡ୍ରେନ୍, ତା ଟୋଟାଲ ନମ୍ବର କେତେ ହେଇଗଲା, ନମ୍ବର ତାହେଲେ କେତେ ହେଇଗଲା 3, ହଜବ୍ୟାଣ୍ଡ ୱାଇଫ ଚିଲଡ୍ରେନ୍ ନମ୍ବର କେତେ ହେଇଗଲା 3। ତାଙ୍କର ଆଭରେଜ ବୟସ କେତେ ନା 20, ତାହେଲେ ସମ କେତେ ହେଲା 20 3 60। ହେଲା, ତାହେଲେ ଏବେ ଛୋଟ ପିଲାର ବୟସ କେତେ ନା ଚାଇଲ୍ଡ, କଣ ଲେଖିବି ମୁଁ, ନା ଏଜ ଅଫ ଚାଇଲ୍ଡ, ଏଜ ଅଫ ଚାଇଲ୍ଡ ଇଜିକାଲ ଟୁ ନା 60 ମାଇନସ 56। ହେଲା, ଏଟା 60 ଇଜିକାଲ ଟୁ 4 ଇୟର୍ସ, ଅପସନ ଗୋଟେ ସି। ନେକ୍ସଟ क्वेश्चन देखिए, a sum of money double itself in 5 years at a certain rate of compound interest, ହେଲା, in how many years it will become 80 times itself at the same rate। ଚକ୍ରବୃଦ୍ଧି ସୁଧ ହାରରେ ଏକ ମୂଳଧନ 5 ବର୍ଷରେ ଦ୍ୱିଗୁଣିତ ହୁଏ, ସେଇ ସମାନ ଭାବରେ ଏହା କେତେ ବର୍ଷରେ 8 ଗୁଣ ହେବ। ହେଲା, ଏଟା ଟାଇପର କ୍ୱେଶ୍ଚନ ମୁଁ ପ୍ରଥମେ କ୍ୱେଶ୍ଚନ କରିଦେଲି, 1 ନମ୍ବର ଟାଇପର କ୍ୱେଶ୍ଚନ। ଏଟା କଣ ଦେଇଛି, ପି ନାମକ ପଇସା 5 ବର୍ଷରେ କଣ ହେଇଯାଉଛି, ସରି 5 ଇୟରରେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ହେଇକି 2 ଗୁଣ ହେଇଯାଉଛି। ତାର କଣ ହବ, 8 ଗୁଣ କରିବା, 8 ଗୁଣ କର, ତାକୁ ପୁଣି କଣ 2 ଗୁଣ କର, ମାନେ 4, 2 ଗୁଣ କର, ପୁଣି କେତେ ହବ 4 ଗୁଣ, ଆକୁ ପୁଣି 2 ଗୁଣ କର, କେତେ ହବ 4p, କେତେ ବର୍ଷ ଲାଗିବ 5 ବର୍ଷ, ପୁଣି ଆଉ କର 8p, 2 ଗୁଣ କର ପୁଣି 8p, କେତେ ବର୍ଷ ଲାଗିବ 5 ବର୍ଷ, ଟୋଟାଲ କେତେ ସମୟ ଲାଗିଲା, p ଠୁ 8 ଗୁଣ ହବାକୁ କେତେ ସମୟ ଲାଗିଲା 1 2 3 କେତେ 15 ବର୍ଷ। ତାହେଲେ 5 ମିଶାଣ 5 ମିଶାଣ 5, ଟୋଟାଲ ଟାଇମ କେତେ ଲାଗିଲା 45, ଅପସନ ଗୋଟେ। नेक्स्ट क्वेश्चन देखिए, द एरिया ऑफ ए सर्कुलर फील्ड इज 13.86 हेक्टार्स, फाइंड द कॉस्ट ऑफ फिनिशिंग इट एट द रेट ऑफ 440 पर मीटर। गोटे वृत्ताकार पड़ियार क्षेत्रफल 13.86 हेक्टर। ଏଠି 1 ହେକ୍ଟର ବି ଦେଇଦେଇଛି ହେଲା, ଏଟା ଦେଇଦେଇଛି, ଭଲ ହେଇଛି, ଏଟା ଦେଇଦେଇଛି, ନହେଲେ ମନେ ରଖିବାକୁ ପଡୁଛି ନା। ଏବାର ବୃତ୍ତକାର ପଡିଆର କ୍ଷେତ୍ରଫଳ, ବୃତ୍ତକାର ମାନେ ପାଇ କଣ, ସର୍କଲ ର କ୍ଷେତ୍ରଫଳ ସୂତ୍ର କଣ, ପାଇ ଆର ସ୍କୋୟାର।
एरिया ऑफ सर्कल के पाई आर स्क्वायर वैल्यू के देजी 13.86 हेक्टर है हेक्टर देजी तेणु हेक्टर जगह मुझे पकड़ स्क्वायर मीटर माने केते लगे इंटू 10,000 अरे 1 हेक्टर को एतिकी ताले 13.86 केते हबो 13.86 इंटू एतिकी माने केते हबो 10,000 13.86 इंटू 10,000 है ଶୁଣ ଭଲ ହେଲା 10,000 କରାବେ 22/7 इंटू आर स्क्वायर इजिकल टू केते हबो ना 1386 ହେଲା इंटू 1386 ଦଶମିକ କଟିଗଲା ମାନେ କେତେ 2200 ଦଶମିକ କାଟିଦେଲି ତଳକୁ ଆଣିଲି 2200 इंटू 10,000 ଯୋଡେ ଶୂନ କାଟିଦିଅ କେତେ ରହିଲା ନା 22/7 इंटू आर स्क्वायर इजिकल टू केते हबो ना 1386 इंटू 100 ହେଲା 22 ରେ କାଟ ଏଟା 2200 को 132 କେତେ ଆସିଲା 22 ତିରିକି 132 ହେଲେ କେତେ 22 ତିରିକି 66 ହେଲା 132 8 2 22 ତିରିକି 66 ଠିକ ଅଛି ତାହେଲେ आर स्क्वायर इजिकल टू केते हबो 63 इंटू 7 एपट 7 एपट पळेइ आसो 7 इंटू केते 100 एटाକୁ ଭାଙ୍ଗିବି ମୁଁ କେମିତି ନା 7 इंटू 9 इंटू 7 इंटू 100 ଏ ବାହାର କର आर ଭାଲ୍ୟू କେମିତି ସବୁ ଜାକ ରୁଟ ଓଭର ମାନେ ଏତିକ ରୁଟ ଓଭର କଲେ କେତେ 7 ଦିଟା ଅଛି 7 9 ର ରୁଟ ଓଭର କେତେ ଆସିବ 3 ଆଉ 100 ରୁଟ ଓଭର କେତେ ଆସିବ 10 ହେଲା ଟୋଟାଲ କେତେ ହେଲା 7 ତିରିକି 21 10 210 ତାହେଲେ ରେଡିୟସ କେତେ ହେଲା 210 ହେଲା ଏ ବାହାର କରିବା କଣ ନା ଦେଖ କଣ ଦେଇଛି 4.4 ହିସାବରେ ପ୍ରତି ମିଟର ହିସାବରେ ଆମେ ଯୋଉ କଣ ନା 4 ଘେରା ଏଠି ଦେଖ 4 ପାଖରେ ଘେରା ବୁଲେଇବା ହେଲା ଏଠି ଗୋଟେ ସର୍କଲ ଆମେ 4 ପାଖରେ ଏମିତି ଘେରା ବୁଲେଇବା ମାନେ କଣ ପରିସୀମା ବାହାର କରିବାନି ଆରେ 4 ପାଖରେ ଆମେ କଣ ଏଇ ଟାଇପ ର ଏଇଠି ଫୁଟବଲ ପଡିଆରେ ଫୁଟବଲ ନାହିଁ କ୍ରିକେଟ ପଡିଆରେ ଏମିତି ପାଉଁଶ ପକେଇ ଯାଇଥିବ ମାନେ କଣ ପରିସୀମା ବାହାର କରିବା ହେଲା 4 ପଟରେ ଆମେ ଏମିତି ଘେରା ବୁଲେଇବା ମାନେ କଣ ପରିସୀମା ବାହାର କରିବା ପରିସୀମା ବାହାର କର 2 ପାଇ ଆର 2 इंटू 22/7 इंटू आर आर केते 210 इंटू देखो इंटू कम ना देखो गोटे प्रति मीटर हिसाब से 4.40 खर्च होइछ प्रति मीटर हिसाब से 4.40 ताले एतिक मीटर आमे जो बुलेवा एतिक 4 मीटर जो पड़िया आमे बुलेवा फिनिशिंग करिया जो फिनिशिंग माने कोन घेरा बुलेवा जो प्रति गोटे घेरा बुलेवा को हला गोटे घेरा बुलेवा को 440 मीटर माने गोटे घेरा न गोटे मीटर आमे घेरा बुलेवा माने परिसीमा बाहर करिया परिसीमा जेतिक मीटर बाहरिबो ताको आमे 4.40 रे गुणिदबा माने गोटे मीटर को एतिक खर्च ताले जो परिसीमा बाहर करिया एतिक मीटर को आमे गुणिदबा एतिक ହେଲା इंटू कोन करिया 4.40 एटा मीटर ଦେଇଛି ନା ଏଠୁ ପରିସୀମା ଭାବି ଦିଅ ସଟ୍ରି କଣ ନା ଏଠି ଦେଖ ଏଠି ମିଟର ଦେଇଛି ପରିସୀମା ଜାଣିବୁ ଯେ ଏଟା ପରିମିଟର ଗୁଣିବ ହେଲା ସିଧା କଥା ମିଟର ଦେଇଛି ମାନେ ଜାଣିବୁ ଯେ ତମେ ପରିମିଟର ଗୁଣିବ ଯଦି ଏଟା ମିଟର କ୍ୟୁ ଦେଇଥାନ୍ତା ତାହେଲେ ତମେ ଜାଣିବ ଯେ ଭଲ୍ୟୁମ ରେ ଗୁଣିବ ମିଟର ସ୍କ୍ୱାର ଦେଇଥିଲେ ତମେ ଜାଣିବ ଯେ ଏଟା କଣ ଏରିଆ ରେ ଗୁଣିବ ହେଲା ମିଟର ଦେଇଛି ମାନେ କଣ ପରିମିଟର ଗୁଣିବ କଣ 440 ମାନେ ଏଟା କେତେ ହେଇଯିବ ଦଶମିକ କାଟିଦିଅ ଶୂନ କିଛି ଲାଭ ନାହିଁ 44/10 ଗୋଟେ ଶୂନ କାଟିଦିଅ ଆଉ ଗୋଟେ 7 ତିରିକି 21 ହେଲା এটা କେତେ ହବ 22 ଦୁଗୁଣେ 44 44 ର ସ୍କ୍ୱାର କେତେ 1936 इंटू 3 6 ତିରିକି 18 ଦେଖ ଏଠି ୟୁନିଟ ଡିଜିଟ କୋଉଠି ଅଛି 5 8 0 ଟା ଅପସନ नेक्स्ट क्वेश्चन देखिए if 50% of A is equal to 20% of B find the 25% of A 50% of A 50% of A into A is equal to केते ना 20% of B 20% of B ହେଲା परसेंट को परसेंट काटी दियो 5 तिरिकी 15 5 को 20 ताने केते 4 टा 5 को 20 तारे केते होला 3A इज इक्वल टू केते गेला ना 4B ताले A बाय B इज इक्वल टू केते होला 4/3 तारे कोन देछि ना 25% ऑफ A पर 25% ऑफ A 25% ऑफ A ताले B रो केते परसेंट हबो 25% देख फाइंड द 25% ऑफ A माने कोन तेबे A रो 25% रो मान B रो केते शतकड़ा सहित समान A रो वैल्यू केते हबो 4 ताले 4 रो 25% केते 4 * 25/100 କେତେ ହେଲା 1 ତାହେଲେ 1 3 କେତେ ପରସେଣ୍ଟ ସେ ଦେଇଛି 1 ହେଲା
ମାନେ 4 ର 25% ବାହାର କଲେ 1 3 ର କେତେ ପରସେଣ୍ଟ ହବ? ମାନେ 1/3 ଇଣ୍ଟୁ 100 ଇଜିକାଲ କେତେ ହବ? 33 1/3% ଅଫ୍ B। ऑप्शन कोटा ए। नेक्स्ट क्वेश्चन देखिए, a car travels at a distance over 450 किलोमीटर in 6 hours, if its speed increase by 25 किलोमीटर पर आवर ତାହେଲେ କେତେ ସମୟ ଲାଗିବ ସେଇ ଏକା ଡିଷ୍ଟାନ୍ସ ମାନେ 450 କିଲୋମିଟର ଡିଷ୍ଟାନ୍ସ କଭର କରିବେ। ହେଲା ଏଟା ପୁରା ସିମ୍ପଲ କ୍ୱେଶ୍ଚନ। ସ୍ପିଡ ଇଜିକାଲ ଟୁ କେତେ ହବ? ଡିଷ୍ଟାନ୍ସ अपॉन टाइम। डिस्टेंस केते 450 भाई टाइम केते ता 6 ହେଲା 6 6 କେତେ ହବ ଏଟା 2 ରେ କାଟିଲେ ଏଟା 450 ମୁଁ ଲେଖିବାରି 45 into 10 ହେଲା 2 3 6 2 5 10 3 ରେ କାଟିଲେ କେତେ 15 15 ପଞ୍ଚା କେତେ 75 ତାପରେ ସ୍ପିड ଆମେ ବଢେଇବା 25 କିଲୋମିटर पर आवर ତାହେଲେ ନ୍ୟू ସ୍ପିड କେତେ ହବ 75 25 ବଢିଆ 75 ମିଶଣ 25 କେତେ ହବ 100 किलोमीटर पर आवर ତାହେଲେ ଟାଇମ ଇଜ ଇକ୍ୱାଲ ଟୁ କେତେ ହବ ଡିଷ୍ଟାନ୍ସ अपॉन ସ୍ପିड टाइम इज इक्वल टू केते हबो स्पीड टाइम इज इक्वल टू केते हबो एपटे ये जी भरी ये एपटू आसीबो डिस्टेंस अपन स्पीड डिस्टेंस केते 450 बाय स्पीड केते ना 100 ठीक 4.5 आवर्स ऑप्शन। नेक्स्ट क्वेश्चन देखिए, फाइंड द स्मॉलेस्ट नंबर व्हिच व्हेन डिवाइडेड बाय 20 25 35 40 लीव्स रिमाइंडर 14 19 29 एंड 34 रेस्पेक्टिवली। जल्दी नहीं करिए यार बेस्ट मेथड कोन ना ऑप्शन मु कहतली ए टाइप रो भी क्वेश्चन करा यार बेस्ट मेथड कोन मैंने अगर किछि मन पड़नी ताले ऑप्शन मेथड कहते ऑप्शन मेथड होची सबटू बेस्ट मेथड। देखो प्रथमे देखो 20 को नहीं 20 टा इजी हवा हमको 20 टा को नहीं ହେଲା 20 टा को नहीं देखो 20 को आमे जदी 1400 रे हरिया एटा कटि जाउची पूरा କିନ୍ତୁ ଆମକୁ रिमाइंडर दरकार 14 20 को हरिबा जेमिति हम रिमाइंडर आस्तो 14 तेलु 20 जदी आमे हरदवा 20 सुना 140 रिमाइंडर आस्तु 0 ताले एटा हबनी ऑप्शन सी एमिति एलिमिनेट हो गेल। तापर देखो स्मॉलेस्ट नंबर सबटू छोट संख्या देखो कोडा ଏଇଠୁ ଛୋଟ ସଂଖ୍ୟା ଏବେ କୋଉଟା 1386 ଏବେ ଦେଖ 1386 20 ରେ ହରିକି ଦେଖ 14 ରିମାଇଣ୍ଡର ଆସୁଛି ନା ନାଇଁ 1386 ହରଣ 20 କେତେ ହବ ଏଟା 20 ସପ୍ତାହ ହବନି 20 5 100 20 100 କୁ ପକେଇ ଦିଅ 20 100 କୁ 120 8 ଏଟା କେତେ ହବ 8 ରୁ 3 2 ଗଲେ 1 186 20 ନୂଆ 180 ଦେଖ ରିମାଇଣ୍ଡର କେତେ ଆସୁଛି 6 କିନ୍ତୁ ଆମକୁ ଦରକାର ରିମାଇଣ୍ଡର 14 ତାହେଲେ ଏଇଟା ବି ହବନି ହେଲା। ତାପରେ ତାପରେ ଉପର ସଂଖ୍ୟା କୋଉଟା ଏଇଟା 1394 ଦେଖ 20 100 କୁ 120 20 ଅଷ୍ଟା ନା 20 ନୁ 20 ନୂଆ 180 14 9 ରୁ 8 ଗଲେ 1 ହେଲା ଏଇଟା ହଉଛି ହେଲା ଏଇଟା ହଉଛି ତାନେ ଆଉ ଦରକାର ନାହିଁ ଦେଖ 25 ରେ ଏଟାକୁ ହରିବ ତାପରେ 35 ଏଟାକୁ ହରିକି ଚେକ୍ କରିବ 40 ରେ ଦରକାର ନାହିଁ ଦେଖ ହଉଛି ନା ନାଇଁ ଏଟା ହେଇପାରେ ତାହେଲେ ଏବେ ଗୁଣି ଦିଅ ଏଇଟା ଆଉ ଯଦି ଏଇଟା ହଉଥିବ ଏଇଟା ତ ହଉନଥିବ ନା ଏଇଟା ଏବେ ଗୁଣି ଦିଅ ମନେକର b ଟାକୁ ଗୁଣି ଦିଅ 20 ଟାକୁ ସିଧାରେ ଗୁଣି ମାନେ ହରି ଦିଅ 1406 ହରଣ b ମାନେ 20 କେତେ ହବ 20 ସଂଖ୍ୟା 140 6 20 ଶୂନ 20 ଛଡା ରିମାଇଣ୍ଡର କେତେ ହେଲା 6 ତାହେଲେ ଏଇଟା ହବନି ଅପସନ କୋଉଟା ଏ ହେଲା 1394 ଏଇଟା କରେକ୍ଟ आंसर ଅପସନ। नेक्स्ट क्वेश्चन देखिए, इवैल्यूएट 2.3 आर होल क्यूब एतिक ହେଲା ଏତିକ ଭ୍ୟାଲ୍ୟୁ ବାହାର କରିବା 2.3 ର ହୋଲ କ୍ୟୁବ ମାଇନସ 0.3 ର ହୋଲ କ୍ୟୁବ ବାଇ କଣ ଦେଇଛି ନା 2.3 ର ହୋଲ ସ୍କୋୟାର ମିଶାଣ 0.69 ପୁଣି ୟାର ଏମିତି ମିଶାଣ 0.3 ର ହୋଲ ସ୍କୋୟାର ଏଇଟା ତମେ ଏଇ ଟାଇପର ଦେଖାଉନି a କ୍ୟୁ ମାଇନସ b କ୍ୟୁ ର ଫର୍ମୁଲା a स्क्वायर मिश्रण a क्यू माइनस b क्यू फॉर्मूला देखाऊंगी a माइनस b होल टू स्क्वायर प्लस b मिश्रण b स्क्वायर हाँ ना नहीं माने a क्यू माइनस b क्यू फॉर्मूला कौन a क्यू माइनस b क्यू फॉर्मूला कौन a माइनस b होल इनटू a स्क्वायर मिश्रण ए बी मिश्रण b स्क्वायर देखो ये 2.3 रो स्क्वायर लगी ହେଲା ଏଟା ଗୁଣିଲେ ବି 23 3 69 ଏ ବି 0.3 ର ସ୍କ୍ୱାର ବି ଲାଗିଛି ଦେଖ ତାର କଣ କରିବା ଏବେ କରିଦିଅ ସିମ୍ପଲ 2.3 ର ହୋଲ କ୍ୟୁବ ସୂତ୍ର କଣ
देखो a माइनस p ମାନେ 2.3 ମାଇନସ୍ 0.3 ହେଲା a ମାଇନସ୍ p ହୋଲ୍ ଇଣ୍ଟୁ 2.3 ର ସ୍କୋୟାର ହେଲା ମିଶ୍ରଣ 2.3 ଇଣ୍ଟୁ 0.3 ସରି ହେଲା ପୁଣି ମିଶ୍ରଣ ନା 0.3 ର ହୋଲ୍ ସ୍କୋୟାର ବାଇ ଏତେ ଯାକ 2.3 ହୋଲ୍ ସ୍କୋୟାର ମିଶ୍ରଣ ଏଟା ଗୁଣନ ହେଇକି ଅଛି ଏପଟେ ହେଲା ମିଶ୍ରଣ 0.69 ମିଶ୍ରଣ 0.3 ର ହୋଲ୍ ସ୍କୋୟାର ହେଲା ଦେଖ ଏପଟ ସେକ୍ସନକୁ ଏପଟ ସେକ୍ସନ ସିଧା କାଟିଦିଅ এটা ଦିଟାକ ସମାନ ନାହିଁ ଏଟା କାଟିଦିଅ ତାହେଲେ 2.3 minus 0.3 2.0 is equal to C option C robot 2.0 नेक्स्ट क्वेश्चन देखिए क्वेश्चन नंबर 24 ମୁଁ କହିଥିଲି 25ଟା क्वेश्चन କରିବା ତମର ସେକେଣ୍ଡ ଲାଷ୍ଟ क्वेश्चन ତାପରେ ଲାଷ୍ଟ क्वेश्चन କଲେ ଆମର ଲେକ୍ଚର ସରିଯିବ ଆଜି find the total surface area of a hemisphere whose radius is 7 total surface area of a hemisphere ଅର୍ଦ୍ଧଗୋଲକ ହେଲା ଅର୍ଦ୍ଧଗୋଲକ କୋଉ ଟାଇପର ଦେଖାଯିବ ଅର୍ଦ୍ଧଗୋଲକ କୋଉ ଟାଇପର ଚିତ୍ର 3D ଟାଇପର ହବ ଏଇ ଟାଇପର ଗୋଟେ ଚିତ୍ର ହେଇଥିବ ଏମିତି ଏଇଟା କୁହନ୍ତି ହେମିସ୍ଫିୟର ହେଲା ଏଇ ଟାଇପର ସରି ପ୍ରଥମେ ଭଲ ହେଇଥିଲା ଏଇ ଟାଇପ କଣ ଏଇଟା କହନ୍ତି ବେଲା ଗୋଟେ ତମର ହେମିସ୍ଫିୟର ହେଇପାରିବ ଅର୍ଦ୍ଧଗୋଲକ ଗୋଲକ କଣ ଟୋଟାଲ ହେଇଥିଲେ ଗୋଲକ ହେଲା 3D ଟାଇପର ହବ ଗୋଲକର କଣ ଦେଇଛି ରେଡିୟସ୍ କୋଉଟା ଏଇଠୁ ଆମେ ମାପିବା ଏଇଠି ରେଡିୟସ୍ ଏତେ 7 ତାହେଲେ କଣ ନା ସମଗ୍ର ପୃଷ୍ଠତଳ କ୍ଷେତ୍ରଫଳ ଟୋଟାଲ ସରଫେସ୍ ଏରିଆ ବାହାର କରିବା ଟୋଟାଲ ସରଫେସ୍ ଏରିଆକୁ ହେମିସ୍ଫିୟର ବାହାର କରିବା ଦେଖ କେମିତି ଟୋଟାଲ ସରଫେସ୍ ଏରିଆକୁ ହେମିସ୍ଫିୟର ଆଉ ଟୋଟାଲ ସରଫେସ୍ ଏରିଆକୁ ସ୍ଫିୟର ଆଉ ମୁଁ ଲେଖିଦଉଛି ଏଠି ଟୋଟାଲ ସରଫେସ୍ ଏରିଆକୁ ହେମିସ୍ଫିୟର ବାହାର କରିବା ସରଫେସ୍ ଏରିଆ ଏଟା ବି ମନେ ରଖିଦବ ତମେ ହେମିସ୍ଫିୟର टोटल सरफेस एरिया ऑफ स्फीयर कौन टोटल सरफेस एरिया ऑफ स्फीयर टोटल सरफेस एरिया फॉर्मूला कौन 4 पाई आर स्क्वायर मु कहइली स्फीयर टोटल सरफेस एरिया केते पाई आर स्क्वायर 4 गुणिया माने केते 4 पाई आर स्क्वायर ताले हेमिस्फीयर माने अधा माने केते हो 4 पाई आर स्क्वायर बाय 2 ହେଲା ମିଶାଣ କଣ ପାଇଁ ଦେଖ ହେମିସ୍ଫିୟର ଯେତେବେଳେ ଆମେ ବାହାର କରିବା ଆମେ ଯେତେବେଳେ ହେମିସ୍ଫିୟର ବାହାର କରିବା ସରଫେସ୍ ଏରିଆ ମାନେ ଏଇଠୁ ଏତିକିର ବାହାର କରିବା ଏଇଠୁ ଏତିକିର ଏଇଟାକୁ କହନ୍ତି କର୍ଭଡ ସରଫେସ୍ ଏରିଆ ପାର୍ଶ୍ୱ ପୃଷ୍ଠତଳ କ୍ଷେତ୍ରଫଳ କର୍ଭଡ ସରଫେସ୍ ଏରିଆ ହେଲା ଏଇଠୁ ଏତିକିର ବାହାର କଲେ ଟୋଟାଲ ସରଫେସ୍ ଏରିଆ ପୁଣି ଏଇଟା ରହିଗଲାନି ଟୋଟାଲ ପଚାଯିବା ଟୋଟାଲ ସରଫେସ୍ ଏରିଆ ତାହେଲେ ଏଇଟା କେତେ ହେଇଯିବ ଏଇଠି ହେଲା ମାନେ ଏଇଟା କେତେ ହେଇଯିବ 4 ପାଇ ଆର ସ୍କୋୟାର ବାଇ 2 ମାନେ ଅଧା ସ୍ଫିୟର ଅଧା ଏଇଠୁ ଏତିକ ସ୍ଫିୟର ଅଧା ମିଶାଣ ଉପରେ ଯୋଉ ରହିଗଲା ଆମେ ଯୋଉ ଭାଗ କଲେ ଉପରେ ଗୋଟେ ସର୍କଲ ଟାଇପ ରହିଯିବ ତାହେଲେ ମିଶାଣ କଣ ପାଇ ଆର ସ୍କୋୟାର ସର୍କଲଟା କଣ ପାଇ ଆର ସ୍କୋୟାର 2 2 କାଟିଦିଅ 2 ପାଇ ଆର ସ୍କୋୟାର ମିଶ୍ରଣ ପାଇ ଆର ସ୍କୋୟାର ତମେ ଘୋଷି ଯାଇଥିବ ହେମିସ୍ଫିୟର ସର୍କଲ ଫର୍ମୁଲା କଣ ହେମିସ୍ଫିୟର ଟୋଟାଲ ସରଫେସ୍ ଏରିଆ ସୂତ୍ର କଣ 3 ପାଇ ଆର ସ୍କୋୟାର ହେଲା ଏଇଟା ମନେ ରଖିଦିଅ କେମିତି ହେଲା ବି ମୁଁ କହିଦେଲି ବାହାର କର ଏବେ 3 ପାଇ ଆର ସ୍କୋୟାର 3 ଇଣ୍ଟୁ ପାଇ ଆର ସ୍କୋୟାର କେତେ 22 ବାଇ 7 ଆର ସ୍କୋୟାର କେତେ 7 ଇଣ୍ଟୁ 7 ହେଲା କର ଏବେ 7 କଟିଗଲା 22 3 66 ଇଣ୍ଟୁ 7 6 42 2 4 6 42 4 କେତେ 46 462 स्क्वायर सेंटीमीटर ऑप्शन गुड लास्ट क्वेश्चन 25 नंबर ए मैन गेन्स 20% by selling an article for a certain price if he sells it double the price ଯଦି ସେଇଟାକୁ ଦ୍ୱିଗୁଣ କରି ବିକିଥାନ୍ତା ତାହେଲେ ତାର ପ୍ରଫିଟ୍ ପରସେଣ୍ଟେଜ କେତେ ଗୋଟେ ବସ୍ତୁକୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରି କରି ଜଣେ ବ୍ୟକ୍ତି 20% ଲାଭ ପାଆନ୍ତି ହେଲା ତାହେଲେ ପ୍ରଫିଟ୍ କେତେ ତାର 20% 20% ଭାଙ୍ଗ ଫ୍ରାକ୍ସନରେ 20 ବାଇ 100 1 ବାଇ 5 ଏଟା କଣ ହେଇଯିବ ସିପି ହେଲା ଏଟା କଣ ହେଇଯିବ ପ୍ରଫିଟ୍ ଆଉ ସେଲିଂ ପ୍ରାଇସ୍ କେତେ ହେଇଯିବ 5 ଟଙ୍କାରେ ଗୋଟେ ପ୍ରଫିଟ୍ ମାନେ କେତେ 6 ହେଲା ଏଟା ସିପି ଏଟା ପ୍ରଫିଟ୍
ହେଲା 5 1 ମିଶିଲେ 6, ଏଟା କଣ ସେଲିଂ ପ୍ରାଇସ୍। ତାର କଣ ଦେଇଛି ଦେଖ, ସେଲିଂ ପ୍ରାଇସ୍ କୁ ଆମେ ଦ୍ୱିଗୁଣ କରିଦବା। ଏଟା ଦେଖିଦିଅ SP1 ହେଲା, ଇଫ୍ ହି ସେଲ୍ ଇଟ୍ ଡବଲ ଦ ପ୍ରାଇସ୍, ସେଲିଂ ପ୍ରାଇସ୍ କୁ ଆମେ ଯଦି ଦ୍ୱିଗୁଣ କରିବି କିଆ, ତାହେଲେ SP2 କେତେ ହେଇଯିବ, ସେଲିଂ ପ୍ରାଇସ୍ କୁ ଦ୍ୱିଗୁଣ କର ମାନେ କେତେ ହେଇଯିବ 12 ହେଲା। ତାହେଲେ କଷ୍ଟ ପ୍ରାଇସ୍ କେତେ ରହିଲା, ଏ 5 କୁ 5 ହେଲା, ଯଦି କଷ୍ଟ ସେଲିଂ ପ୍ରାଇସ୍ ଏବେ କେତେ ହେଇଗଲା 12, ଏଟା ନ୍ୟू ସେଲିଂ ପ୍ରାଇସ୍ କୁ ଆମେ ଡବଲ କରିବା ହେଲା, ନ୍ୟୁ ସେଲିଂ ପ୍ରାଇସ୍ କେତେ ହେଲା 12, କଷ୍ଟ ପ୍ରାଇସ୍ କେତେ ହେଲା 7, ତାହେଲେ ପ୍ରଫିଟ୍ କେତେ ମିଳିଲା, 5 ଟଙ୍କା ଆଇଟମ୍ 12 ଟଙ୍କାରେ ବିକିଲେ ପ୍ରଫିଟ୍ କେତେ ମିଳିଲା 7, ପ୍ରଫିଟ୍ ପରସେଣ୍ଟେଜ ବାହାର କର, 7 ବାଇ 5 ଇଣ୍ଟୁ 100, 5 କେତେ 20, 20 ସଂଖ୍ୟା କେତେ 140%, ଅପସନ କୋଉଟା ହେଲା। ତ ତମର ଏତିକି ଥିଲା ଆଜିର ଲେକ୍ଚର, ଏତିକି କ୍ୱେଶ୍ଚିନ୍ ହେଲା। ତ ଭାବୁଛି ସମସ୍ତେ ବୁଝିପାରୁଥିବ, ଯୋଉଟା ବି ଯୋଉଟା ନ ବୁଝିପାରୁଥିବ ଏଟା କମେଣ୍ଟ ବକ୍ସରେ ଜଣେଇବ ହେଲା। ଆଉ କଣ, ଭିଡିଓକୁ ଲାଇକ୍ କରିଦିଅ ଆଉ ସବସ୍କ୍ରାଇବ ମଧ୍ୟ କରିଦିଅ ହେଲା। ରହୁଛି, ନେକ୍ସଟ ଭିଡିଓରେ ଦେଖା ହବ।